ତେବେ ଯେତେବେଳେ ମଣିଷ ଜନ୍ମ ନିଏ ସେ କ'ଣ ଦେଖେ? ଜନ୍ମ ନେଲା ତ ଆଖି ଖୋଲିଲା, ଜନ୍ମ ନେଲା ତ ଆଖି ଖୋଲିଲା, ଆଖି ଖୋଲିଛି ଆଜି ପର୍ଯ୍ୟନ୍ତ। କାହାକୁ 60 ବର୍ଷ ହେଲାଣି, କାହାକୁ 30 ବର୍ଷ ହେଲାଣି, କାହାକୁ 80 ବର୍ଷ, କାହାକୁ 100 ବର୍ଷ, ଆଖି ଖୋଲା ହେଇଛି। ଏ ପୃଥିବୀ ପୃଷ୍ଠରେ ଯେତେ ଜିନିଷ ସବୁ ଅଛି ସେ ଦେଖୁଛି ଆଜି ପର୍ଯ୍ୟନ୍ତ, ନା ନାଇଁ? ଦେଖୁଛି କି ନାଇଁ? ପୁଣି ଆଖି ବନ୍ଦ ହେଇଯିବ, ପୁଣି ଆଖି ଦିନେ ବନ୍ଦ ହେଇଯିବ। ଆଖି ଖୋଲେଇଛି ଯେ ଆଖି ବନ୍ଦ କରିବା ମଧ୍ୟ ସେଇ। ଏଇଟା ଅସତ୍ୟ କି? ଯିଏ ତୁମ ଆଖି ଖୋଲିଛି ସେଇ ତୁମ ଆଖି ବନ୍ଦ କରିଦବ, ସେଇ ତୁମକୁ ନିଦ୍ରା କରାଇ ଦଉଛି, ସେଇ ତୁମକୁ ନିଦ୍ରା ମଧ୍ୟ ଭଙ୍ଗ କରାଇ ଦଉଛି। ସେଇ ଆଖିର ନିମେଷ ଉନ୍ମେଷ କରୁଛି, ସେଇ ଡାଇଜେସନ ପ୍ରକ୍ରିୟା କରୁଛି। ତୁମେ କରୁନ ତ ଡାଇଜେସନ ପ୍ରକ୍ରିୟା? ତୁମେ ଆଖିର ନିମେଷ ଉନ୍ମେଷ କରୁନ ତ? ତୁମେ ନିଶ୍ୱାସର ଗତି, ଯେଉଁ ନିଶ୍ୱାସର ଗତି ହେଉଛି, ବାହାରକୁ ଯାଉଛି, ଭିତରକୁ ଆସୁଛି, ଆବାଗମନ, ପ୍ରାଣ ଅପାନର ସ୍ରୋତକୁ ତୁମେ ତ କରୁନ। ତୁମର ହାର୍ଟର ପମ୍ପିଂ ତୁମେ ତ କରୁନ। ହାର୍ଟ ପମ୍ପିଂ ତୁମେ କରୁଛ? ଅଟୋମେଟିକ ଚାଲିଛି। ରକ୍ତ ସଞ୍ଚାଳନ 1,00,000 କିଲୋମିଟର ବେଗରେ ହେଉଛି। ଶୁଣି ଆଶ୍ଚର୍ଯ୍ୟ ଲାଗିବ ତୁମକୁ। 1,00,000 କିଲୋମିଟର। ଯେଉଁମାନେ ଦେଖୁଛନ୍ତି, ଯେଉଁ ସାଧକମାନେ ଦେଖୁଛନ୍ତି ସେମାନେ କଥା କହିପାରିବେ। 1,00,000 କିଲୋମିଟର ପର ଆନ୍ ଆୱାର। ବିଜୁଳି ଦେଖିଛନ୍ତି? ଆକାଶରେ ବିଜୁଳି ମାରୁଛି, କେତେ କ୍ଷିପ୍ର ଗତିରେ ତା ଲାଇଟ୍। ତାଠାରୁ ଅଧିକ ଗତି ତୁମ ଶରୀର ଭିତରେ ସଞ୍ଚାରିତ ହେଉଛି ଏଇ ରକ୍ତର ଗତି। ତାକୁ କିଏ କରୁଛି? ତୁମର ଯେଉଁ ଫ୍ଲେକ୍ସିବିଲିଟି, ଶରୀରର ଗତି, ଶରୀରର ଗତି, ବାୟୁର ଗତି, ତାକୁ କିଏ କରୁଛି? ତୁମେ ଟିକିଟିଏ ଥିଲ, 1.5 ସେକେଣ୍ଡର ଜନ୍ମ ନେଲ ମା ଠାରୁ। ନାଲି ନାଲି ପାଦ, ଲାଳ ଅଂଶ, ରକ୍ତ ଅଂଶ ଲାଗିଥିଲା ନାଇରେ, ଲାଗିଥିଲା ଖାଦ୍ୟ ନଳୀ। ମା ନାଭିରୁ ତୁମ ନାଭି କାଟି ଦିଆଗଲା। ସେ ଶରୀର 7 ବର୍ଷ ଯାକେ ରହିଲା। ଏ ଯେଉଁ ଡେଭଲପମେଣ୍ଟ ଶରୀରଟା, ଆଜି ତୁମେ ପରିପକ୍ୱ ଅବସ୍ଥା ଅଛି, ବାଳ ପାଚି ଯାଇଛି, ଚମର ଦୁର୍ବଳ ଅବସ୍ଥା, କିନ୍ତୁ ସେତେବେଳର ସେଇ ଯେଉଁ ସତେଜ ଅବସ୍ଥା ଥିଲା ପିଲାବେଳର ଯେଉଁ ଶରୀର, 1.5 ସେକେଣ୍ଡର ଶରୀର, ଏବେ ତୁମେ 5 ଫୁଟ 3 ଇଞ୍ଚ, ଏବେ ତୁମେ 6 ଫୁଟ। ଆକୁ ଡେଭଲପ କିଏ କରେଇଲା? ତୁମେ ତ କରେଇନ। ତୁମେ ଛୋଟରୁ ଟିକି ପିଲାରୁ ବାଳକ ହେଲ, ତୁମେ ତ କରିନ। ବାଳକରୁ ଯୌବନ ଅବସ୍ଥା ପ୍ରାପ୍ତ ହେଲା, ତୁମେ ତ କରିନ। ଯୌବନରୁ ବୃଦ୍ଧ,
ଗତିଶୀଳ ଅବସ୍ଥାରେ ଶରୀର ପ୍ରବାହିତ ହେଲା। ଏ କାହା ଶକ୍ତିରେ? ତୁମେ କ'ଣ କହୁଛ ମୁଁ କୋଠା କରିବି? ତୁମେ କ'ଣ କହୁଛ ମୁଁ ଜମି କରିବି, ମୁଁ ବସ୍ କରିବି, ମୁଁ ଏସବୁ କରିବି? କିନ୍ତୁ ଏଇ ଯେଉଁ ଅନନ୍ତ ଶକ୍ତିର ପ୍ରଭାବ ତୁମ ଭିତରେ ହେଉଛି, ତୁମେ କରୁନ। କିଏ କରୁଛି ତାହେଲେ? ଆକୁ କରୁଛି କିଏ? ଗୋଟିଏ ଅର୍ଥରେ କହିବାକୁ ଗଲେ ଅଜ୍ଞାତ ଶକ୍ତି, ଆଉ ଗୋଟେ ଅର୍ଥରେ କହିଲେ ଜ୍ଞାତ ଶକ୍ତି। ଜ୍ଞାତ ଶକ୍ତି ମାନେ ତୁମେ ଯୋଉଟା କରୁଛ, ଜାଣିଛ ଯୋଉଟା କରୁଛ, ସେଇଟା ଜ୍ଞାତ ଶକ୍ତି। ମୁଁ ଏ ଖାଇବି, ମୋ ବେଡ୍ ଏଇ ହବା ଦରକାର, ମୋ ଚାକିରି ଏମିତି କରିବି, ମୁଁ ସାଇକେଲ ଚଢ଼ିବି କି ମୋଟର ସାଇକେଲ ଚଢ଼ିବି କି ପ୍ଲେନ୍ ଚଢ଼ିବି କି ପାଇଜାମା ପିନ୍ଧିବି କି ଶାଢ଼ୀ ଯୋଡ଼ ପିନ୍ଧିବି, ये ଜ୍ଞାତ ଶକ୍ତି। ଦୁଇଟି ଶକ୍ତି କାମ କରୁଛି। ଜ୍ଞାତ ଶକ୍ତି ତୁମେ, ଅଜ୍ଞାତ ଶକ୍ତି ତୁମେ ଯଦିଓ, କିନ୍ତୁ ତୁମେ ଅଜ୍ଞାତ ଶକ୍ତିର କାମ ନା ଅଜ୍ଞାତ ଶକ୍ତି ଦେଖିଛ? ଅଜ୍ଞାତ ଶକ୍ତି ଦେଖିନ କି ଅଜ୍ଞାତ ଶକ୍ତି ଯଦିଓ ତୁମେ ସେଇ ଶକ୍ତି ତାକୁ ଜାଣିନ। ଯେଉଁ କଥା ପୂର୍ବରୁ କହିଲି, ରକ୍ତ ସଞ୍ଚାଳନ ତୁମେ କରିପାରିବ, ତୁମର ପ୍ରାଣ ବାୟୁକୁ ତୁମେ ନିୟନ୍ତ୍ରଣ କରିପାରିବ, ତୁମର ଶରୀରର ବୃଦ୍ଧି ତୁମେ କରିପାରିବ, ତୁମର ହାର୍ଟ ପମ୍ପିଂ ତୁମେ କରିପାରିବ, ତୁମେ ନିଜେ ଶୋଇପାରିବ ନିଜ ଇଚ୍ଛାରେ, ତୁମ ନିଜ ଇଚ୍ଛାରେ ଉଠିପାରିବ। ନିଦ୍ରା ତୁମ ହାତରେ, ସ୍ୱପ୍ନ ତୁମ ହାତରେ, ଶୟନ ମଧ୍ୟ ତୁମ ହାତରେ, ଜାଗ୍ରତ ମଧ୍ୟ ତୁମ ହାତରେ। କେମିତି ହବ ନା ଯେତେବେଳେ ତୁମେ ସେ ଅଜ୍ଞାତ ଶକ୍ତି ସହିତ ପରିଚିତ ହବ। ତୁମେ ବର୍ତ୍ତମାନ ଜ୍ଞାତ ଶକ୍ତିରେ ଅଛ, ଅଜ୍ଞାତ ଶକ୍ତି ତୁମକୁ ଧରି ଆଣିଛି, ଏଠି ପୃଥିବୀରେ ଜନ୍ମ ଦେଇଛି। ଆଖି ଖୋଲ, ଆଖି ଖୋଲିବ। କୁହୁକ ପେଡ଼ି, ତୁମେ କୁହୁକ ପେଡ଼ି ହିସାବରେ ବୁଲୁଛ, ଆଉ ଏ ସଂସାରଟା, ଏଇ ଯେଉଁ ରଙ୍ଗମଞ୍ଚଟା, ପୃଥିବୀର ରଙ୍ଗମଞ୍ଚ ବା ଷ୍ଟେଜରେ ତୁମେ ଅବତୀର୍ଣ୍ଣ। ତୁମେ କୋଉ ରୋଲ୍ କରିବ? ସବୁ ରୋଲ୍ ମିଳିବ ତୁମକୁ, ତୁମ ପାଇଁ ସବୁ ରୋଲ୍ ଅଛି, ତୁମେ କରିପାରିବ ଜ୍ଞାତ ଶକ୍ତିରେ। କିନ୍ତୁ ଯେଉଁ ସମୁଦ୍ରର ଉତ୍ଥାନ ପତନ, ତୁମ ଶରୀର ଭିତରେ ଯେଉଁ ସମୁଦ୍ର ଅଛି, ଜଳ ଅଂଶ 75% ଅଛି, 73% ଅଛି, ତାକୁ ମଧ୍ୟ ତୁମେ ସଞ୍ଚାଳନ କରିପାରିବ। ସମୁଦ୍ରର ଗତି ଯେମିତି ସଞ୍ଚାଳିତ ହେଉଛି, ସମୁଦ୍ରର ଉତ୍ଥାନ ପତନ ହେଉଛି, ଆଉ ସୂର୍ଯ୍ୟର ଉତ୍ତାପରେ ଜଳ ଉପରକୁ ଉଠୁଛି, ପୁଣି ବର୍ଷା ରୂପରେ ପ୍ରବାହିତ ହେଉଛି, ସେମିତି ତୁମ ଭିତରେ ଯେଉଁ ଶରୀର ଭିତରେ ଜଳ ଅଛି, ଜଳୀୟ ଅଂଶକୁ ତୁମେ ମଧ୍ୟ ଉଠେଇ ପାରିବ ଏବଂ ତାକୁ ନିୟନ୍ତ୍ରଣ କରିପାରିବ। ତୁମ ଭିତରେ ନିଦ୍ରା ଅଛି, ତୁମେ ଜାଣୁନ ଶୋଇପଡ଼ୁଛ, କିଏ ଶୋଇପକଉଛି ତୁମକୁ, କିଏ ଉଠେଇ ଦେଉଛି, ତୁମେ ମଧ୍ୟ ଜାଣିପାରିବ ଯେତେବେଳେ ଜ୍ଞାତ ଶକ୍ତି ସହିତ ପରିଚିତ ହେବ। ସଂସାରର ବିଚିତ୍ରତା ଭିତରେ ତୁମକୁ କୁହୁକ ପେଡ଼ିରେ ଆଣି ରଖିଦେଇଛି, ତୁମେ ମାୟାଜାଲ ଭିତରେ ଛନ୍ଦି ହେଇ ବୁଲୁଛ। ଆଖି ଖୋଲିଛ, ଆଖି ଖୋଲି ଦିଆହେଇଛି, ପୁଣି ଆଖି ବନ୍ଦ, ଆଖି ମଧ୍ୟ ସେଇ ବନ୍ଦ କରିଦେବ। ଆଖି ଯେପର୍ଯ୍ୟନ୍ତ ଖୋଲିଛ, ସବୁକୁ ପରଖ କରିବା ପାଇଁ, ସବୁକୁ ଦେଖିବା ପାଇଁ ତୁମ ଭିତରେ ଶକ୍ତି ଅଛି। ଏ ପୃଥିବୀର ନାଟକୀୟ ଢଙ୍ଗ, ତୁମର ଅଂଶ, ତୁମର ନାଟକର ରୂପ, ତୁମେ କୋଉ ଆକ୍ଟର,
ବା ତୁମ ଆକ୍ଟରର ସଂଜ୍ଞା ତୁମେ ନିଜେ ନିର୍ଦ୍ଧାରଣ କରିପାରିବ। ସେ ଶକ୍ତି ମଧ୍ୟ ତୁମକୁ ଦିଆହେଇଛି। ତୁମେ ବସୁଛ, ହସୁଛ, ଖେଳୁଛ, ବୁଲୁଛ, ସବୁକିଛି କରୁଛ। ଆଖି ତ ଦିନେ ବନ୍ଦ ହେଇଯିବ ନା। କେତେ ଦିନ ଖେଳିବ, କେତେ ଦିନ ନାଟକୀୟ ଅଂଶଗ୍ରହଣ କରିବ? ଅଳ୍ପ ଦିନ। ତୁମକୁ ବାରମ୍ବାର ସୁଯୋଗ ନେଇକିରି ସୁଯୋଗ ଦିଆହେଉଛି। ତୁମେ ଦେଖ, ତୁମର ବିରାଟ ରୂପକୁ ଦର୍ଶନ କର। ଏଠିକି ଆସିବା ଅର୍ଥ ପୃଥିବୀକି ତୁମର ରୂପ ଦର୍ଶନ କରିବା ପାଇଁ ସେ ଆଣିଛି। ତୁମେ ଚାକିରିରେ ପ୍ରମୋଶନ ହେବା ପାଇଁ ସେ ଆଣିନି। ତୁମେ 30 ଖଣ୍ଡ ବସ୍ର ମାଲିକ ହେବା ପାଇଁ ସେ ତୁମକୁ ଆଣିନି। ତୁମେ ରାଜସିଂହାସନରେ ବସିବା ପାଇଁ ସେ ତୁମକୁ ଆଣିନି। ତୁମେ ଇଣ୍ଡଷ୍ଟ୍ରିଆଲିଷ୍ଟ ହେବା ପାଇଁ ଆଣିନି। ତୁମେ ମାଷ୍ଟର, ଲେକ୍ଚର, ପ୍ରଫେସର, ରାଷ୍ଟ୍ରପତି ହେବା ପାଇଁ ସେ ଆଣିନି ତୁମକୁ। ବାସ୍ତବରେ ଆଣିଛି ତୁମକୁ ତୁମର ବିରାଟ ରୂପ ଦର୍ଶନ କରିବା ପାଇଁ। ତୁମ ପରିଚୟ ପାଇବା ପାଇଁ ସେ ତୁମକୁ ଆଣିଛି ଏଠି। ଜନ୍ମର ଯଦି ସଂଜ୍ଞା ପଚରାଯାଏ, କାହିଁ ତୁମେ ଜନ୍ମ ନେଇଛ? ଯିଏ ରାଷ୍ଟ୍ରପତି ହେଇଛି ସେ କହିବ ମୁଁ ରାଷ୍ଟ୍ରପତି ପାଇଁ ଆସିଥିଲି, ଭୁଲ ହେଇଯିବ। ସେ ବରଂ ଭୁଲରେ ରାଷ୍ଟ୍ରପତି ହେଇଯାଉଛି, ଭୁଲରେ ପ୍ରାଇମ ମିନିଷ୍ଟର ହେଇଯାଉଛି, ଭୁଲରେ IAS ଅଫିସର ହେଇଯାଉଛି। ବାସ୍ତବରେ ସେଥିପାଇଁ ସେ ଆସିନି। ଆସିଛି ନିଜର ରୂପ, ନିଜର ଅଜ୍ଞାତ ସ୍ୱରୂପର ରୂପକୁ ଦେଖିବା ପାଇଁ। ଜ୍ଞାନରୁ ଅଜ୍ଞାତର ରୂପ, ଅଜ୍ଞାତ ଶକ୍ତିର ବା ଅଜ୍ଞାତ ଶକ୍ତି ସହିତ ପରିଚିତ ହେବା ପାଇଁ ତୁମେ ଆସିଛ। ଭୁଲି ଯାଉଛ। ଭୁଲିଯିବା ବି ସ୍ୱାଭାବିକ, କାରଣ ତୁମକୁ ମୋହ, ମାୟା ଆଉ କୁହୁକ ପେଡ଼ି ଯେଉଁ କହିଲେ ସେଥିରେ ବାନ୍ଧି ଦିଆହେଇଛି। ଭୁଲିବା ସ୍ୱାଭାବିକ। ତୁମେ କୌଶଳ କ୍ରମେ ସେଥିରୁ ଓହରିବା ଦରକାର। ଏ ଯେଉଁ ବାନ୍ଧି ଦିଆହେଇଛି ତୁମକୁ ବନ୍ଧନରେ, ସେ ବନ୍ଧନରୁ କୌଶଳ କ୍ରମେ ତୁମେ ଫେରି ଆସିବା ଦରକାର। କୋଉଠିକି? ନିଜର ସ୍ୱରୂପକୁ। ଆସନ୍ତୁ ଆମେ ସର୍ଟରେ ଗୋଟେ ଆଲୋଚନା କରିବା। ସର୍ଟରେ ଆଲୋଚନା କରି ଏକଦମ ଟିକେ ଗୋଟିଏ ଜ୍ଞାନରେ ଦେଖନ୍ତୁ, ତୁମେ ଜନ୍ମ ନେଇଥିଲ, ପୁଣି ମରିଯିବ, ସତ୍ୟ। ଯାହା ଏଠି ଆକଳନ କରି ଠୁଳ କରିଥିଲ ତାକୁ ନ ନେବା ବି ସତ୍ୟ। କେବେ ନେଇପାରିବନି। ନା କିଛି ଆଣିଥିଲ ନା କିଛି ନେବ, ଇଏ ସତ୍ୟ। ତାହେଲେ ଆମେ କାହିଁକି ସେଥିପାଇଁ ମାତିବା? କାହିଁକି ସେଥିପାଇଁ ଉନ୍ମାଦ ହବା? ତୁମେ ତ ନବନି ନା। ଯଦି କିଛି ସମୟ ତୁମେ ଆନନ୍ଦିତ ହୋଇ ରହିପାରିଲ, ଖୁସି ହୋଇ ରହିପାରିଲ, ସନ୍ତୋଷ ଅନୁଭବ କରି ରହିପାରିଲ, ସେଇଟା ତୁମ ପାଇଁ ଯଥେଷ୍ଟ। ଯଥେଷ୍ଟ, ବହୁତ ଯଥେଷ୍ଟ। ତା ଭିତରେ ଖୋଜୁଥିବ ଯୋଗ କର୍ମସୁ କୌଶଳ। ଯୋଗ କର୍ମର ଏକ କୌଶଳ। କୌଶଳରେ ତୁମେ ସେଇ ରୂପକୁ ଦର୍ଶନ କରିବ, କୌଶଳ କରିକରି। ନହେଲେ ତ ସେ ତ ବାନ୍ଧିକି ରଖିଛି ନା। ପୃଥିବୀର ଆକର୍ଷଣ ଶକ୍ତି ତୁମକୁ ବାନ୍ଧିକି ରଖିଛି। ଏତେ ଜିନିଷ ସଜେଇ ଦିଆହେଇଛି, ତୁମେ ହଜିଯିବ। ତୁମେ କୌଶଳ କରି ଫେରି ଆସିବା ଦରକାର। ଏ ପୃଥିବୀର ମାୟାଜାଲ, ଏ ସଂସାରର ମାୟାଜାଲ, ଏ ଆକର୍ଷଣ ଶକ୍ତି। ଦେଖନ୍ତୁ, ତୁମେ ଯେତେ ଚେଷ୍ଟା କଲେ ବିଜୁଳି ଯୋଉ ଗତି କରୁଛି ସେମିତି ସୃଷ୍ଟି କରିପାରିବ କି ବାହ୍ୟ ଜଗତରେ? କେବେ ନୁହେଁ, କେବେ ନୁହେଁ। ବାହ୍ୟ ଜଗତରେ ଯୋଉ ଶକ୍ତି ରହିଛି ତୁମେ ସୃଷ୍ଟି କରିପାରିବନି। ସେଇଟା ଅଜ୍ଞାତ ଶକ୍ତି ସୃଷ୍ଟି କରୁଛି। କିନ୍ତୁ ତୁମ ଜଗତ ଭିତରେ
तुम पिंड ब्रह्म पिंड भितर तुम्हें सब कुछ कर तुमको एक राज सिंहासन दिखाई गोटे सिंहासन दिखाई गोटे विराट रूप दिखाई तुमको से रूप में तुम्हें चली किंतु विराट रूप को भूलिक तुम्हें साधारण शरीर रूप को धरी यहाँ हूँ अज्ञान तेणु शरीर मुक्ति हवा माने ज्ञात शक्ति मुक्त हो अज्ञात शक्ति प्राप्त हम शरीर ज्ञान सहित जेपर्यंत थी से पर्यंत तुम्हें अज्ञात शक्ति प्राप्त कर तुम कर्तव्य आज ही निर्णय कर तुम कर्तव्य आज ही बाछि नियो कौन कर तुम कर्तव्यटा कौन हवा दरकार आज बाछि नियो न साधन कर 1000 वर्ष जो चक्रभेदन कर चक्रभेदन कर जदि भावना नहीं जदि विचार नहीं तुम भीतर जदि डिटरमिनेशन नहीं देखो तो ये एडमिशन करते गुड़े लोक केते गुड़े मुनि आज पर्यंत भी से गोड़ साधन शिखिक बही 7 मास प्रणव शिखिक जा 10 मास होगा गर्भधारण केमती कर 10 मास होगा गोड़ साधन शिखी कारण तांकर विचार नहीं मु स्तर रे पहुँची से कल्पना भी करना से लौकिक मतरे एठिक आसिक साधन शिक्षक आईचन हुए तो रोगग्रस्त होता हुए तो मिछि मिछिका आईचन हुए तो जिज्ञासु बसत आसन लक्ष्य नहीं लक्ष्य थिले सिना से पहुँच मरा मराई माने मरी मरी कि साधन कर साधन रे कौन मूल्य अच्छे तुम तो जान लो हिसाब निकास कल पृथ्वी या संसार या स्वामी या स्त्री या पुओ या जेजो जेजबापा या साही पड़िशा या धन दौलत या ताकू उपेक्षा करी सिना तुम्हें डिटरमिनेशन हेले ठीक आसो साधन शिक्षा करियो साधन रे जेपर्यंत तुम्हें दिग निर्णय न करी निजर निष्पत्ति न नहीं दृढ़ निष्पत्ति से पर्यंत से समाधि रे पहुंच परिबानी आगे विचार तापरे कर्म विचार नथिले कर्म हबनी आगे निर्णय नथिले तुम प्राप्त करि परिबानी निर्णय परे प्राप्त बिना निर्णय रे बिना दृढ़ निष्पत्ति रे के प्राप्त ही ना पद जोग पद निजर ज्ञान अज्ञात शक्ति की जानी पाई तुम भीतर जो अज्ञात शक्ति अच्छे जाना जी के विराट काम करुचे देख तुम तो कहली पूर्व तुम्हें निश्वास निजे चलाइब तुम छाती धड़कन तुम्हें निजे कर डाइजेशन प्रक्रिया तुम्हें कर तुम्हें जागृत हो पार तुम्हें निद्रा जापर तुम इच्छा अज्ञात शक्ति सहित मिसिले सीना तुम्हें स्वप्न सृष्टि कर अज्ञात शक्ति स्वप्न सृष्टि कर तुम्हें सृष्टि कर समाज एटा बड़ जिनस ना बस खंडे करी मालिक होगी तू ता बेबा कहीकि क्या डरईकि धन उपार्जन कर श्रेष्ठ मु कहूनी बस मालिक न हो मु कहूनी शिल्पपति न हो मु कहूनी प्राइम मिनिस्टर न हो किंतु लक्ष्य से नुहे से जीवन लक्ष्य नुहे जो आसी तुम भूलीगल ता सहित यहाँ खोज निजर परिचय खोज ता सहित निजर परिचय खोज ताहले तुम बलवान हो पार तुम आसबार कारण जो तुम्हें आसीच ताको प्राप्त कर तुम तो भूली जाइछ ना कौन आसथिल आ तुमको मन पकड़ा ही गुरुर आवश्यकता थाए
ବିନା ଗୁରୁରେ କିଛି କରିପାରିବନି ତୁମେ। ସେଥିପାଇଁ ଗୁରୁର ଆବିଷ୍କାର ଅଛି, ଗୁରୁର ଆବିର୍ଭାବ ଅଛି। ତୁମେ ଭେଟିବ ଗୁରୁଙ୍କୁ ଦିନେ। ତୁମେ ଭୁଲି ଯାଇଛ, ଠିକ ଅଛି, ତୁମର ଅଜ୍ଞାତ ପାଇଁ ଭୁଲି ଯାଇଛ। ସେଥିପାଇଁ ମନେ ପକେଇବା ପାଇଁ ତ ଗୁରୁ ଅଛନ୍ତି ନା, ଆଉ ପକଉଛନ୍ତି ମଧ୍ୟ। ତୁମକୁ ରାସ୍ତା ଦେଖାଉଛନ୍ତି ମଧ୍ୟ, ସାଧନ କରିବା ପାଇଁ ପ୍ରୋତ୍ସାହନ ଦଉଛନ୍ତି ମଧ୍ୟ। ଆଜି ହେଲାଣି କେତେ, 2006ରୁ ଆମେ ସତ୍ସଙ୍ଗ କରୁଛେ। 2006ରୁ ସତ୍ସଙ୍ଗ କରୁଛେ ଆମେ। ଅବଶ୍ୟ ଅନଲାଇନ ସତ୍ସଙ୍ଗଟା 18 ମସିହାରେ ହେଲା, କିନ୍ତୁ 6ରୁ ସତ୍ସଙ୍ଗ କରୁଛେ। କେତେ ଉପଦେଶ ଦଉଛେ, କେତେ ନୀତି ନିର୍ଦ୍ଧାରଣ କରୁଛେ, କେତେ ସାଧନ ଶିକ୍ଷା ଦଉଛେ। କେତେ ଜଣ ସମାଧି ଆଡକୁ ଯାଉଛନ୍ତି। ଆଇଥିଲେ ରୋଗ ପାଇଁ, ସୌଭାଗ୍ୟବଶତଃ ରୋଗ ନେଇକି ଆସିଥିଲେ, ଏତେ ବଡ଼ ଜ୍ଞାନକୁ ଗ୍ରହଣ କଲେ, ରୋଗ ଶାନ୍ତ ହେଇଗଲା। ସିଏ ବି ଯଥା ପୂର୍ବ ତଥା ପର, ପୂର୍ବରୁ ଯାହା ছিল ସେୟା ହେଇଗଲେ, ସେ ସ୍ତରରେ ରହିଗଲେ। ନା ସାଧନ ଅଛି, ନା ଜ୍ଞାନ ଅଛି, ନା ଡିଟରମିନେସନ ଅଛି। ପୁଣି ରୋଗ ହବ, ପୁଣି କେବେ ଦେଖା ହବ ମୁନି ସମାଜ ସହିତ କି ସଦ୍ଗୁରୁଙ୍କ ସହିତ, ପୁଣି ଯାହା ସେୟା। ପୂର୍ବ ଜନ୍ମରେ ମଧ୍ୟ ସେୟା କିଛି ହେଇଥିବ। ଦେଖନ୍ତୁ, ଏଇ ଜନ୍ମରେ ଯଦି ଏତେ ଘଟଣା ଘଟିଛି ତୁମ ଭିତରେ, କେତେ ଝିଞ୍ଝଟ ହେଇଛି, କେତେ ମାଡ଼ଗୋଳ ହେଇଛ, କେତେ ପାଠ ପଢିଛ, କେତେ ସାଧନ କରିଛ, କେତେ ଗୁପଚୁପ ଖାଇଛ, କେତେ ରସଗୋଲା ଖାଇଛ, କେତେ ଭୋଜି ଭାତ ଖାଇଛ, କେତେ ଡ୍ରେସ୍ ପିନ୍ଧିଛ, ଶାଢ଼ୀ ଯୋଡ଼ ଚୁଡ଼ି, କେତେ କ'ଣ ପିନ୍ଧିଛ ଏଇ ଜନ୍ମରେ। ପୂର୍ବ ଜନ୍ମରେ ସେଗୁଡ଼ା ସବୁ ହେଇଥିବ କି ନାହିଁ? ପୂର୍ବ ଜନ୍ମରେ ହେଇଥିବ, ତା ପୂର୍ବ ଜନ୍ମରେ ମଧ୍ୟ ହେଇଥିବ। ଏ ଜନ୍ମରେ ଯଦି ଫିଲିପ୍ସ ରେଡିଓ ବନ୍ଦ ହେଇଗଲା, ଟିଭି ଆସିଗଲା, ଆସିଲା କି ନା, ଡେଭଲପ ହେଲା, ମୋବାଇଲ ଆଇଲା, 3, 4, 5 ପର୍ଯ୍ୟନ୍ତ ଗଲାଣି ମୋବାଇଲ। ପୂର୍ବ ଜନ୍ମରେ ହୁଏତ ସେଇ ମୋବାଇଲ ନଥିବ, ଠିକ ଅଛି, ସେଇଟା ଠିକ ଅଛି, କିନ୍ତୁ ଅନ୍ୟ କଣ ତ ଯନ୍ତ୍ର ଥିବ ନା ନାଇଁ? ରେଡିଓ ଥିବ କି ନାଇଁ ପୂର୍ବ ଜନ୍ମରେ ତୁମ ପାଇଁ? ମାର୍କୋନି ତ ଥିଲେ ନା, ମାର୍କୋନି ରେଡିଓ ବାହାର କରିଥିଲେ, ସିଏ ତ ଥିଲେ ନା। ତେଣୁ ରେଡିଓ ଥିବ, ତୁମ ପାଇଁ ରେଡିଓ ଥିବ। ବର୍ତ୍ତମାନ ସେଇଟା ଟିଭି ହେଇଯାଇଛି, ରେଡିଓଟା ଟିଭି। ସେଇ ରେଡିଓ ସହିତ ଖେଳ ଖେଳିଥିବ କି ନାଇଁ? ତୁମେ କେତେ ଥର ଶୁଣିଥିବ ଗୀତ, କେତେ ପାଣିପାଗ ଶୁଣିଥିବ, କେତେ ମଙ୍ଗୁଳି ଭାଇର କୃଷି ଦର୍ଶନ ଶୁଣିଥିବ। ଯେଉଁମାନେ 64 ମସିହା ପୂର୍ବରୁ ଜନ୍ମ ହେଇନଥିଲେ ବା 70 ମସିହା ପୂର୍ବରୁ ଜନ୍ମ ହେଇନଥିଲେ, ପୂର୍ବ ଜନ୍ମରେ ଥିଲେ, ସେଇମାନଙ୍କ ପାଇଁ ମୁଁ କହୁଛି, ନିଶ୍ଚିନ୍ତ ମଙ୍ଗୁଳି ଭାଇର ଗୀତ ଶୁଣିଥିବେ, କୃଷି ଦର୍ଶନ, ନିଶ୍ଚିନ୍ତ ପାଣିପାଗ ଶୁଣିଥିବେ, ନିଶ୍ଚିନ୍ତ କମେଣ୍ଟ୍ରି ଶୁଣିଥିବେ। ସେମିତି ଯେମିତି ଏ ଜନ୍ମଟା ଘାଣ୍ଟି ଚକଟି ହଉଛ, ସେ ଜନ୍ମରେ ମଧ୍ୟ ସେମିତି କାମ କରୁଥିଲ। ସେମିତି ବାଇଗଣ ପୋଡୁଥିଲ, ଆଳୁ ପୋଡୁଥିଲ, ଖାଉଥିଲ, ବସୁଥିଲ, ପଖାଳ ଖାଉଥିଲ, ବନ୍ଧୁ ସମ୍ପର୍କ ରଖିଥିଲ, ସମୁଦ୍ରୀ କରିଥିଲ, ପୁଅ ବାହାର କରିଥିଲ, ଝିଅ ବାହାର କରିଥିଲ, ପିଲା ନାତି ସବୁ ଦେଖିଥିଲ, କିଛି ବାକି ନଥିଲା। ତା ପୂର୍ବ ଜନ୍ମରେ ମଧ୍ୟ ସେଇ କାମ କରୁଥିଲ। ହୁଏତ ମାର୍କୋନି ନଥିଲା, ରେଡିଓ ନଥିଲା, ତା ପୂର୍ବରୁ ଆଉ କିଛି ବି ଯନ୍ତ୍ର ଥିବ ନା ନାହିଁ? ତାକୁ ଖୁସି ହଉଥିଲ ଦେଖିକିରି। ତା ପୂର୍ବ ଜନ୍ମରେ ସେମିତି କିଛି ଖୁସି ହଉଥିବ। ବର୍ତ୍ତମାନ ଲାଟେଷ୍ଟ ଜନ୍ମ ଆସି ଏଇଟା ପଡିଛି। ତୁମେ କ'ଣ ଶିଖିଲ ପୂର୍ବ ଜନ୍ମରେ? ତା ପୂର୍ବ ଜନ୍ମରେ ବି କ'ଣ ଶିଖିଲ? ତା ପୂର୍ବ ଜନ୍ମରେ ମଧ୍ୟ କ'ଣ ଶିଖିଥିଲ? ଏବେ ବି ସେଇ ଜନ୍ମରୁ, ସେଇ ଜନ୍ମର ଭାବନାରୁ, ନୀତି ଶିକ୍ଷାରୁ ଆଜି ବି କ'ଣ ଶିଖିଲ? ଆଜି ତ କିଛି ଶିଖିନ। ଯଦି ଶିଖିଥାନ୍ତ ସାଧନ କରୁଥାନ୍ତା, ରୀତିମତ ସାଧନ କରୁଥାନ୍ତା। କାଲି ଜଣେ ଝିଅ କଥା ହେଲା, ସ୍ତ୍ରୀ ଲୋକଟି କହିଲା, ଆଜ୍ଞା ପିଲାବେଳେ ମୁଁ ସାଧନ ଶିଖିଥିଲି, ଛାଡ଼ି ଦେଇଥିଲି, ବର୍ତ୍ତମାନ ମୋତେ 30 ବର୍ଷ ହେଲାଣି, ବିବାହ କରିଛି, ବର୍ଷେ ହବ, କିନ୍ତୁ ଆପଣ ସତ୍ସଙ୍ଗ ଶୁଣିଲା ପରେ ଯେଉଁ ପୂର୍ବ ପିଲାଦିନର ଯେଉଁ ସାଧନ ଶିଖିଥିଲେ ସେଗୁଡ଼ା ଭୁଲି ଯାଇଥିଲି।
ପୁଣି ପୁଣି ମୋତେ ସାଧନ କରିବା ପାଇଁ ଉତ୍ସାହ ହେଉଛି ଆପଣ ସତ୍ସଙ୍ଗ ଖୋରାକ ଯୋଗେ, ତେଣୁ ଆପଣଙ୍କୁ ଫୋନ୍ କଲି। ମାନେ ଦେଖନ୍ତୁ ଏ ସତ୍ସଙ୍ଗ ପୁଣି ଜାଗ୍ରତ କରୁଛି କାହାକୁ, ବେଳେବେଳେ ଜାଗ୍ରତ କରୁଛି। ଯଦି ଏ ସତ୍ସଙ୍ଗ ନ ଶୁଣିଥାନ୍ତା ପୁଣି ଡେଡ୍ ହେଇକି ପଡ଼ିଥାନ୍ତା, ଏ ଜୀବନଟା ନଷ୍ଟ ହେଇଯାଇଥାନ୍ତା, ଏ ଜୀବନ ନଷ୍ଟ ହେଇଯାଇଥାନ୍ତା। ତେଣୁ ଆଜିର ଏଇ ସତ୍ସଙ୍ଗ ତୁମକୁ ଯେଉଁ ଜ୍ଞାନ ଦଉଛି, ହୁଏତ ପରିକଳ୍ପନା କରିପାରିବ ନାହିଁ। ତୁମେ କେବେ ପରିକଳ୍ପନା ଆସିବ ନାହିଁ ତୁମ ମନ ଭିତରେ ଯେ ମୁଁ କ'ଣ ଥିଲି, କ'ଣ ହେବି, ଆଉ ବର୍ତ୍ତମାନ ମୋର ପ୍ରେଜେଣ୍ଟ କଣ୍ଡିସନଟା କ'ଣ ଏବଂ ମୁଁ କ'ଣ କରିବା ଉଚିତ। ଏଇ ଜ୍ଞାନ ଆଜି ଏ ସତ୍ସଙ୍ଗ ତୁମକୁ ଦେବ, ପଜିଟିଭ ଦେବ। ଆଜିର ସତ୍ସଙ୍ଗଟା ତୁମକୁ ନିଶ୍ଚୟ କେତେ ଜଣଙ୍କର ଦିଶା ପରିବର୍ତ୍ତନ କରିବ ଏବଂ କେତେ ଜଣଙ୍କର ନିଷ୍ପତ୍ତି ମଧ୍ୟ ଆଜି ରଖିବେ। ନିଶ୍ଚିନ୍ତ ଭାବରେ ଏ ସତ୍ସଙ୍ଗ ତୁମକୁ ପୁନରୁଦ୍ଧାର କରିବ। ବହୁ ଜନ୍ମର କର୍ମର ଦୋଷ ବା ବହୁ ଜନ୍ମର ନିର୍ଣ୍ଣାୟକ ସ୍ଥିତି ଯେଉଁ ନ ନେଇଥିଲ ଆଜି ନେଇପାରିବ, ଆଜି ନେଇପାରିବ। ବିଚାର କରନ୍ତୁ ମନ ଭିତରେ, ଯେଉଁ ବିଚାର କରୁଛନ୍ତି ସେ ବିଚାର ପୁଣି ଆଉ ଗୋଟେ ବିଚାର ତାକୁ ମାଡ଼ି ବସୁଛି, ମୁଁ ସାଧନ କରିବି କି ନାହିଁ। ପୂର୍ଣ୍ଣ ସ୍ଥିତିରେ ଯଦି ନ ପହଞ୍ଚ, ପୁଣି ଛୋଟ ଛୋଟ ଭାବନା ମଧ୍ୟ ତାଙ୍କୁ ଟାଣି ନେଇଯାଉଛି, ଘୋଷାରି ନେଇଯାଉଛି। ନାଇଁ ଆସ ଇଆଡ଼େ ଆସ, ଚାଲ ତୁମେ। ଦେଖନ୍ତୁ ଯେଉଁମାନେ ରେଗୁଲାର ସାଧନ କରୁଛନ୍ତି, ସାଧନକୁ ମଧ୍ୟ ଭାଙ୍ଗି ଦିଆହେଉଛି। କିଏ ଭାଙ୍ଗୁଛି? ତାଙ୍କର କାରଣ, ତାଙ୍କର ବିଚାର ଶକ୍ତି। ତାଙ୍କ ବିଚାର ଶକ୍ତି ତାଙ୍କ ସାଧନକୁ ମାନେ ଉଠେଇ ନେଇଯାଉଛି, ପୁରା ଘୋଷାଡ଼ି ନେଇଯାଉଛି ସାଧନକୁ। କଳ୍ପନା କରିପାରିବାନି କୋଉ ସ୍ତରରେ ତୁମେ ପହଞ୍ଚିବ। ତୁମେ କ'ଣ କରୁଥିବ, ଯଦି ଦୃଢ଼ ସାଧନ, ଦୃଢ଼ ମନ ଭିତରେ ତୁମେ ସିଦ୍ଧାନ୍ତ ନେଇଥିବ ମୁଁ ସାଧନ କରି ମୁଁ ସମାଧିସ୍ଥ ହେବି, ପୃଥିବୀରେ କୌଣସି ଶକ୍ତି ନାହିଁ ତୁମକୁ ନେଇଯିବ। ମନେ ରଖନ୍ତୁ, ପୃଥିବୀରେ କୌଣସି ଶକ୍ତି ନାହିଁ ତୁମକୁ ଉଠେଇ ନେଇଯିବ। ତୁମେ ଦୃଢ଼ ନିଷ୍ପତ୍ତି ନ ନେଇଛ ବୋଲି ଆଜି ଏ ଅସୁବିଧାରେ ପଡ଼ିବ। ଖଣ୍ଡିଆ ନିଷ୍ପତ୍ତି ନେଇଛ, ହଁ ଯୋଗ କରିବା, ଦେଖିବା କ'ଣ ହେଉଛି, ଯେପର୍ଯ୍ୟନ୍ତ ଅଛି କରୁଥିବି, ଦେଖିବା କ'ଣ ହେଉଛି ଦେଖିବା, କିନ୍ତୁ ନିଷ୍ପତ୍ତି ନେଇନି। ଦୃଢ଼ ନିଷ୍ପତ୍ତି ନେଇନ ମୁଁ କ'ଣ କରିବି, କ'ଣ ବି କରିବ। ଦେଖନ୍ତୁ ତୁମେ କ'ଣ କରିବ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ। ଆଜି 60 ବର୍ଷ ହେଇଗଲା, କାଲି ଅନୁ 80 ବର୍ଷ ହେଇଯିବ। କ'ଣ କରିବ ଯଦି ଦୃଢ଼ ନିଷ୍ପତ୍ତି ନ ନେଇଛ? କ'ଣ କରିବ? ସେଇ ନାନ ମାନ, ସେଇ ନାନ ମାନ, ସେଇ କାକରା, ସେଇ ନାନ ମାନ, ସେଇ କାକରା। ସେଇଥିପାଇଁ କି ଗାଁ ଡାକରା। ପୁଣି ଜନ୍ମ ନେବ, ସେଇ କାମ କରିବ। ଆଉ ବୁଦ୍ଧିମାନ ଲୋକ, କୌଶଳ ପ୍ରେମୀ ଲୋକ, ସିଦ୍ଧାନ୍ତ ପ୍ରେମୀ ଲୋକ ଆଜି ହିଁ ଡିଟରମିନେସନ ନେବ, ଆଜି ହିଁ ଡିଟରମିନେସନ ନେବ, ମୁଁ କରିବି ସାଧନ ସମାଧି ହେବି। ସୁଯୋଗ ଥରେ ଆସେ, ସୁଯୋଗ ଆସିବନି ତୁମ ପାଇଁ ଆଉ ଥରେ। ତୁମେ ସୁଯୋଗକୁ ଅପେକ୍ଷା କଲେ ସୁଯୋଗ ହାତ ଛଡ଼ା କରିବ। ସିଏ ତୁମକୁ ଅପେକ୍ଷା କରିଛି କେମିତି ହାତ ଛଡ଼ା କରିବା ପାଇଁ, ତୁମକୁ ଟାଣି ଘୋଷାରି ନେଇଯିବା ପାଇଁ, କନ୍ଦେଇବା ପାଇଁ। ତୁମେ କ'ଣ କରୁଛ? ତୁମେ ସେଇଥିରେ ଭାସୁଛ, ସେଇଥିରେ ମହି ଦଉଛ। ସେଇ ପୂର୍ବ ଖରାପ ପଚାଛଡ଼ା ଭାବନାକୁ ନେଇକି ପୁଣି ଚାଲୁଛ। ଖରାପ ପଚାଛଡ଼ା ଭାବନାରେ ତୁମେ ଚାଲିଛ। ତୁମେ ଆଜି ନିଷ୍ପତ୍ତି ନିଅ, ହଁ ଯାହା କହୁଥିଲେ ଠିକ୍ କହୁଛନ୍ତି, ମୁଁ ସମାଧି ହେବି, ମୁଁ ଯାହା ହେଲେ ମୁଁ ସାଧନ କରି ରେଗୁଲାର ସାଧନ କରିବି, ଡିଟରମିନେସନ ହେଇଗଲି, ମୁଁ ସମାଧି ହେବି। ଆଜି ନିଷ୍ପତ୍ତି ନେଇଗଲ, କାଲି ଦେଖିବ କ'ଣ କହିବ, କେମିତି ଚଳିବା, କ'ଣ କରିବା, ପଇସା କୋଉଠୁ ଆସିବ, ଝିଅ 2-3ଟା ଅଛନ୍ତି ବିବାହ ହେଲେନି, ଜମି ଚାଷ ହେଲାନି, ଏତେ ଲୋନ୍ ଅଛି କେମିତି ସୁଝିବି, କୃଷି କାମ ହେଇପାରିଲାନି,
ଇଏ ତ ସ୍ୱାମୀ ତ ମଦ ପିଇକିରି ରହିଲେ, ଚୁର ହେଲେ। ଯଦି ସ୍ୱାମୀ ତୁମେ ହେଇଥିବ କେଉଁ ସ୍ତ୍ରୀ ମୋ କଥା ମାନିଲାନି, ମୁଁ ସାଧନ କେମିତି କରିବି? ଅଭାବ ଅନାଟନ ସଦାବେଳେ, ଅଭାବ ଅନାଟନର ଦୋଷ ବା କର୍ମ ପ୍ରଭାବଟା, ଅଭାବ ଅନାଟନର ଯେଉଁ ସଂସ୍କାରିତ ଅବସ୍ଥା ତୁମେ ଅଛ, ସେଇଟା ତୁମକୁ ଟାଣିବ। ତୁମ ଭାବନାରେ ଅଭାବ ଅଛି, ବୁଝନ୍ତୁ। ତୁମେ ପ୍ରକୃତିର ଅଭାବରେ ନାହ, ତୁମ ଭାବନାରେ ଅଭାବ ଅଛି। ତୁମ ଭାବନାରେ ଲୋଭ ଅଛି, ତୁମ ଭାବନାରେ ଦୋଷ ଅଛି, ତୁମ ଭାବନାରେ ଦୋଷ। ସେଇଥିପାଇଁ ସିଏ ତୁମର ଲୁଜ୍ ପଏଣ୍ଟ ଦେଖିକି ତୁମକୁ ଘୋଷାରୁଛି, ତୁମ ସାଧନରୁ ଉଠେଇ ନେଇଯାଏ, ତୁମ ବସିଥିବ ଉଠେଇ ନେଇଯାଏ। ବାରମ୍ବାର ଉଠୁଥିବ, ମୁଁ କରିବିନି ସାଧନ। ଚିଲ ଯେମିତି ଝାମ୍ପ ମାରିକି ନେଇଯାଏ, ଚିଲ ସେମିତି ତୁମକୁ ଟେକି ନେଇଯିବ ସାଧନ। କରେଇଦେବନି ସାଧନ। ଦେଖନ୍ତୁ ସମସ୍ତେ ଏଠି କ'ଣ ପ୍ରେଜେଣ୍ଟ ରହୁଛନ୍ତି ଏ ସତ୍ସଙ୍ଗରେ? ତାଙ୍କୁ ଝାମ୍ପ ମାରିକି ନେଇଯାଇଛି ନା, ତାଙ୍କୁ ଚିଲ ଝାମ୍ପ ମାରି ନେଇଯାଇଛି ନା। ହଁ, ସବୁଦିନ ସତ୍ସଙ୍ଗ ଶୁଣୁଛୁ, ଚିଲ ଆସିଲା କହିଲା, ସବୁଦିନ ସତ୍ସଙ୍ଗ ତ ଶୁଣୁଛୁ, ଦିନେ ନ ଶୁଣିଲେ କ'ଣ ହବନି? ବାସ୍ ଉଠିଲେ ଚାଲିଲା, ଇଏ ଚିଲ ଆସିଲା, ଏଇ ଟାଇପର ଚିଲ ଆସେ। କ'ଣ ସେ ସତ୍ସଙ୍ଗରେ ଅଛି? ସବୁଦିନ ସେ ଆତ୍ମା କଥା କହୁଛନ୍ତି, ଆଉ ଟିକେ କୁଆଡ଼େ ବୁଲିଯିବା, ଚାଲିଲ। ଆଉ ଗୋଟେ ଚିଲ ଆସିବ, କହିବ ତୁମେ ସବୁଦିନ ବୋରିଂ ହଉନ ସତ୍ସଙ୍ଗ ଶୁଣିକିରି? ସେଠି ବସୁଛ ଘଣ୍ଟେ ଘଣ୍ଟେ ଧରିକିରି, ଗୀତ ବାଜୁଛି ଇତ୍ୟାଦି। ଲାଭ କ'ଣ ହେଉଛି? ତୁମେ ଦୁଇ ପଇସା ସିନା ରୋଜଗାର କଲେ, କର୍ମ କଲେ ପଇସା ଆସିବ, ପେଟ ବସିବ। ଏଠି ବସିକି ଲାଭ କ'ଣ ଅଛି? ଆଉ ଉଠ, ଚାଲ। ଆଉ ଗୋଟେ ଚିଲ ଆସିଲା, କହୁଛି ଆଜି ବା କୁଣିଆ ଆସିବେ, ଝିଅ ବାହାର କରିବ, ଏତେ ଦିନ ପ୍ରସ୍ତାବଟା ଆସିଛି, ଆଜି ବନ୍ଦ କର ସତ୍ସଙ୍ଗ। ବନ୍ଦ କଲ, ସିଏ ଗୋଟେ ପ୍ରକାର ଚିଲ। ଆଉ ଗୋଟେ ଚିଲ ଆସିବ, କହ କଥା ଦେଇଥିଲୁ ଆଜି ସେ ତୁମକୁ ପଇସା ଦେବ, ଏତେ ମାର୍କେଟ ଉପରେ ଦେବ, ଏତେ ନମ୍ବର ମାର୍କେଟରେ, ଏଇ ଗଳିରେ ଛିଡ଼ା ହେଇଥିବୁ ଅପେକ୍ଷା କରିବା ପାଇଁ, ସେ ତତେ କହିଛି ଯାଉନୁ, ନହେଲେ ପଇସା ତ ମିଳିବନି ନା। ସତ୍ସଙ୍ଗରେ କ'ଣ ଅଛି? ସେ ଚିଲା ହେଲା, ତମକୁ ଉଠି ନେଇଗଲା। ଏ ମନୋରୂପକ ଚିଲ ତମକୁ ଉଠେଇ ନେଇଯିବ। ତୁମେ କ'ଣ କରୁଥିବ ସତ୍ସଙ୍ଗ ରେଗୁଲାର, ସେ ବସିବାକୁ ଦେବନି ତୁମକୁ, ତୁମେ ଚାଲ। ଏ ଯେମିତି ସାଧନ ନ କରିବି କେହି ଜଣ ବୁଲୁଛନ୍ତି, ସାଧନ ନ କରିକି ବୁଲୁଛନ୍ତି, ଏକ୍ସକର୍ସନ କରୁଛନ୍ତି, ମଠ ମନ୍ଦିର ବୁଲୁଛନ୍ତି, ସାଧନ ଠପ୍। ତୁମେ ତ ଏଠି ଶପଥ ନେଇଥିଲ, ସବୁଦିନ ମୁଁ ସାଧନ କରିବି। ଶପଥ ନେଇଥିଲ କି ନାହିଁ? ତମେ ହରିଦ୍ୱାର ଯାଅ, ବୃନ୍ଦାବନ ଯାଅ, କାଶୀ ଯାଅ, ବନାରସ ଯାଅ, ଆମେରିକା ଯାଅ, ଯୋଉଠି ଯାଅ, ତୁମେ ଏଠି ଶପଥ କରିଥିଲ କି ନାହିଁ? ମନେ ପକେଇଛ? ମୁଁ ଆମେରିକା ଗଲେ ବି ସାଧନ କରିବି। ସେ ଚିଲ ଆସିଲା, କହିଲା ଆସ ଯିବା, କାଶୀ ଯିବା, ବୃନ୍ଦାବନ ଯିବା, ବାରାଣସୀ ଯିବା। ତମେ ବୁଲିଲ। ସେ ଚିଲ ତମକୁ ବୁଲଉଛି ଝାମ୍ପିକିରି, ସାଧନରୁ ଉଠେଇ ନେଇଯାଇଛି ସତ୍ସଙ୍ଗରୁ। ବୁଝିଲ? ଏ ବିଭିନ୍ନ ପ୍ରକାର ଚିଲ ଅଛନ୍ତି, ତୁମକୁ ଝାମ୍ପ ମାରି ନେଇଯିବେ। ତୁମେ ସତ୍ସଙ୍ଗରେ ବସିଛ, ବିଳାପ କରିବ ଯାଇ କିଛି ଦିନ ପରେ। ଚିଲ ଯେତେବେଳେ ତୁମେ ମାଂସ ଖାଇବ, ତୁମେ ବିଳାପ କରିବ, ପ୍ରକୃତରେ ସତ୍ସଙ୍ଗ ଛାଡ଼ିକରି ଆଜି କ'ଣ ହେଇଛି, ହିନସ୍ତା ହେଇଛି। ଆଉ ନେଇଥିବ ସେ ତୁମ ଉପରକୁ ଟେକି ଛାଡ଼ିଦେବ, ଉପରକୁ ଆକାଶ ଉପରୁ ଛାଡ଼ିଦେବ, ତୁମେ ତଳେ ପଡ଼ିବ। ତୁମ ନା ହାଡ଼ ଥିବ ନା ଗୋଡ଼ ଥିବ, କିଏ ରକ୍ଷା କରିବାକୁ ନଥିବେ, ଯେହେତୁ ତୁମେ ସତ୍ସଙ୍ଗରୁ ଉଠି ଯାଇଛ। କିଏ ବି ଜଣେ ଯୁକ୍ତି କରିକି ଏଠି ଆଉଟ୍ ହେଇଗଲା, ବୁଝିପାରିଲେ? କିଏ ବି ଜଣେ ଯୁକ୍ତି କରି ଆଉଟ୍ ହେଇଗଲା କି ନାହିଁ? ତାଙ୍କୁ ସେ ଚିଲ ନେଇଗଲା।
मत कौन पाई कह अरे तुम्हें तो मोबाइल ऑन कर परफर कर तुम 6 मास है मुझे सजाड़ तुम सजाड़लानी चिल आसी बसबनी किए बस तुम मुंड उपर चिल बसबार तुम सीना जुक्ति कल मत कहीं कौच अन्य मैंने अच्छा से चिल हूँ किए से चिल हूँ तुम अंधविश्वास अहंकार तुम उठे नहीं नहीं कौटी एना खाऊ तुम मांस को बसिक कौटी अगणार तुम्हें कांदुच तुम्हें सत्संग को आसव सत्संगर मर्यादा रक्षा करनी तुम मोबाइल खराब अच्छे अन्य मैंने आफेक्टेड होती तुमको 6 मास है मुझे कौच तुम दोष स्वीकार न कर जुक्ति कर एठी से जुक्ति कलानी से चिल ता मुंड को धरी झांपुला आ पलिया से अन्य रूट ठीक थिला तार ना से जिद्दी कर बसला आज 18 मसीह एपर्यंत बसला चिल कौन कला परीक्षित राजा कली बसीगला जमी कहला मत टे स्थान दियो तुम सुना सुनार ना रही सुनार रहा सुना ता मुकुटा अच्छी परीक्षित राजा से बसीगला मुंड ये कौ बाटर मन जानी तुम्हें केमती सत्संग उठी जाओ सी कायदा मालूम अच्छे कि तुमको कायदा मालूम जदि अच्छी तुम्हें फसी जाऊच संसार मोहरे से सत्संग छाड़िक पड़े जाए बेले बेले जिद्दी करून डिटरमिनेशन होना मुझे सत्संग बसबी प्रलय हो जाओ जड़े जड़े मुझे सत्संग खोलिनी सी ऑन कर बस मुझे खोलिनी से ऑन कर बसचे मु ऑन कला से 3 जन बाहर कर 4 जन तांको मु धन्यवाद देवी ना ना कौन कह कौन माने केते आग्रह अच्छी सत्संग न खोलला पूर्व से ऑन कर बस आउ जन जन आस गीत बाजिब सरीज घंटे पर आस हल डल मल कौन करुच तुम्हें कौड़े जाऊच से घंटाटा गीतटा भल नहीं से समय कौन कर बेटर जिनस कौन कर खाइब देल भोजी कर कह आत्मनारायण सेवा कर तो ना से छोट छोट चिल तुमको नहीं जाऊँ से छोट चिल भी छोट समय तुमको आउट कर सत्संग तो आरंभ है गीत तो बाजुची बाबा एना पचारे कौन सब गुरुजी कार कौन भल मंद पचारे पापाग कथा आलोचना हम तापर प्रणव हम तापर तू शुणु ना ये सब सर्ट टर्म चिल अच्छा तुमको झांप मारी नहीं जाए छाड़ी दौन कारण तुम जिद्दी छाड़ी दे तुम्हें डिटरमिनेशन जेपर्यंत न हो जेपर्यंत साधन को भल भाव न माने साधन ओतप्रोत भाव जड़ित प्रेम न हो साधन सहित तुम से पर्यंत साधन कर चटक न हो ज्ञान न जानी साधन कौन सत्संग कौन से पर्यंत सत्संग बस पार कि जोग कर जोगर मूलदुआ हूँ सत्संग सत्संग अर्थ ही ज्ञान पिपासा ज्ञान हेले सत्संग कर ज्ञान हेले साधन कर तुम्हें सत्संग कौन कर तुम्हें तो सत्संग अटेंड कर अटेंड कर ज्ञान पिपासा मुझे शिखी किंतु परोक्ष कौन कह दोष धरुच केते बड़ अन्याय कर चिंता कर सत्संग तुम बस निजर निजक केमी समीक्षा कर निजर जिज्ञासा अच्छी केमी पचार निजक केमी संशोधन कर तुम पर दोष धरने तुम किए ऑर्डर देला ये चिल से चिल मुंड बही तू एमती कह चिल सवार है तुमको उठे ना सत्संग
କିଏ ଜଣେ ଆଗରୁ ଥିଲେ ଦେଖିଥିବେ, ସେ ବାହ୍ୟ ଗୋଷ୍ଠୀର ଆର୍ଯ୍ୟ ସମାଜର କି ନିଗମାନନ୍ଦ ସରସ୍ୱତୀଙ୍କର କି ଆର୍ଯ୍ୟ ସମାଜର, ଯେମିତି ଏଇ ପଇସାର ଶୁଳ୍କଟା ବସେଇ ଦିଆଗଲା, ସେମାନେ ଆଉଟ୍ ହେଇଯାଇଛନ୍ତି ସେବେଠୁ ଅକ୍ଟୋବର ମାସରୁ ସେ ଆଉ ରହୁନାହାନ୍ତି। ସିଏ ସେଇଦିନ ତାଙ୍କ ଥିଲେ, ମାଗଣାରେ ଶୁଳ୍କ ଥିଲା, ଶୁଣୁଥିଲେ, ସେ ଆଉଟ୍ ହେଇଗଲା, ଆଉ ଦେଖା ନାହାନ୍ତି। ଶୁଣିଛନ୍ତି ତାଙ୍କ ନାଁ? କିଏ ଜଣେ ଆଉ ଶୁଣୁଛ ତାଙ୍କ ନାଁ? ଶୁଣୁନା ଆଉ। ସେ ଆଡମିସନ ନେଇଛନ୍ତି ନା ଏଠି ଆସିକି ଶୁଣି, ସେଇ ଲୋକ ଯିଏ ଆଉଟ୍ ହେଲା ସତ୍ସଙ୍ଗ, କେତେ ଦୁର୍ଗୁଣ ଧରିକିରି ଆସୁଛନ୍ତି ସତ୍ସଙ୍ଗ, ରହିପାରିବେ? ଉଠିଗଲେ। କେବଳ ସେ ସତ୍ସଙ୍ଗ ଶୁଣିବା ପାଇଁ ଆସୁନଥିଲେ, ତାଙ୍କର ଜିଦି ନଥିଲା, ଏଇଟାକୁ ସଉକ ଭାବୁଥିଲେ। କଣ ଆଲୋଚନା ହଉଛି ଆମେ ଟିକେ ଶୁଣିବା, କ୍ରିଟିସାଇଜ କରିବା, କଣ କରିବା, ଜିଜ୍ଞାସା ନେଇକିରି ଆସିନାହାନ୍ତି। ଯିଏ ଜିଜ୍ଞାସା ନୁହେଁ ସେ କେବେ ଜ୍ଞାନ ଗ୍ରହଣ କରିପାରିବା। ଆମେ ବି କହୁଛୁ, ବାରମ୍ବାର ମୁଁ କହୁଛି, ମୁଁ ଯୋଉ ଜ୍ଞାନ ଅଛି ମୋ ପାଖରେ ସେ କିଛି ନାହିଁ, ସେ କିଛି ବି ନୁହେଁ। କେତେ ବିରାଟ ଜ୍ଞାନ ପଡିଛି, ସମୁଦ୍ର ପ୍ରାୟ, ସମୁଦ୍ର ପ୍ରାୟ ଜ୍ଞାନ, ସମୁଦ୍ର ପ୍ରାୟ ଅସୀମ। ଆତ୍ମାର ଅସୀମ ଶକ୍ତି ଯେମିତି ଅଛି, ଜ୍ଞାନର ମଧ୍ୟ ଅସୀମ, ତାର ସୀମା ନାହିଁ। ତୁମେ କୁଆଡେ କୁଆଡେ ହଜିଯିବ, ଆମେ ଜ୍ଞାନରେ କୁଆଡେ କୁଆଡେ ହଜି ଯାଉଛୁ, ତା ସୂତ୍ର ମିଳୁନି, ବେଳେ ବେଳେ ସମାଧାନର ବାଟ ଖୋଜୁଛୁ, ମିଳୁନି। କେତେ ଡେପ୍ଥ ହେଲା ପରେ ମିଳୁଛି, କେତେ ଗଭୀରତା ସହିତ ଗଲା ପରେ ମିଳୁଛି ସାଧନର ଜ୍ଞାନ। ନ୍ୟୁଟନ ଯେମିତି କହିଥିଲେ, ମୁଁ ସମୁଦ୍ରର ଶାମୁକା ଆହରଣ କରୁଛି। ସମୁଦ୍ର ତ କେତେ ବିରାଟ, ମୁଁ ଶାମୁକା ମାତ୍ର ଉତ୍ତୋଳନ କରୁଛି। ଏ ଜ୍ଞାନ ମଧ୍ୟ ସେ, ଯିଏ ହାୟର ସ୍ତରକୁ ଯିବ ତାକୁ ବହୁତ କିଛି ବାକି ରହିଛି ବୋଲି କଳନା କରିବ। ଆଉ ଯିଏ ସାଧାରଣ ଜ୍ଞାନରେ ଗ୍ରହଣ କରିବ, ସେ କହିବ ମୁଁ ସବୁ ଜାଣିଛି, ଜାଣିବ, ସେ ଦିନଠୁ ପୋଥି ବନ୍ଧା ହେଇଗଲା, ତା ଜ୍ଞାନରେ ପୋଥି ବାନ୍ଧି ଦିଆଗଲା, ସେ ଆଉ ଗ୍ରହଣ କରିପାରିବନି କିଛି। ସେ ବି ଚିଲ, ତା ଜ୍ଞାନକୁ ସେଠି ବାନ୍ଧିଦେଲା। ତେଣୁ ଯେଉଁମାନେ ଏଠି ସତ୍ସଙ୍ଗ ପାଉଛନ୍ତି, ହୁସିଆର ହେଇକିରି ଆସନ୍ତୁ, ହୁସିଆର ହେଇକିରି ବସନ୍ତୁ। କଣ କହିବ ହଜାର ଥର ଚିନ୍ତା କରନ୍ତୁ। ମୁଁ ଭୁଲ କହୁଛି କି ଠିକ କହୁଛି, ଆଗେ ନିଜେ କଳ୍ପନା କରନ୍ତୁ, ତାପରେ ଉତ୍ଥାପନ କରିବେ। ନିଜକୁ ସମୀକ୍ଷା, ଯୋଉଥିରେ ନିଜର ସଂଶୋଧନ ହବ, ନିଜେ କେମିତି ପରିମାର୍ଜିତ ହବ, ସେଇ ଆର୍ଗୁମେଣ୍ଟ ରଖନ୍ତୁ। ନିଜର କେମିତି ଲାଭ ହବ, ସେଥିରେ ପରକୁ ଦୋଷ ଦେଲେ କଣ ହବ? ଏଇଟା ସତ୍ସଙ୍ଗ ନା, ଏଇଟା ସାଧାରଣ ଜିନିଷ ନୁହେଁ। ଭାବୁଛି ସାଧାରଣ ଜିନିଷ, ତୁମର ଜୀବନର ପରିବର୍ତ୍ତନ ସ୍ୱର ଏଠି ଦେଖାଦେଇଛି ନା। ତୁମେ କେତେ ହଜାର ହଜାର ବର୍ଷ ଧରି ଯୋଉ ବୁଲୁଥିଲ, ଏଣେ ତେଣେ ଚିଲ ତମକୁ ନେଇ ବୁଲଉଥିଲା ଝାମ୍ପି ଖମ୍ପି, ଏଠି ତୁମେ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଆସିଛ ସତ୍ସଙ୍ଗ। ଏଇଟା କେମିତି ଛୋଟିଆ ଭାବୁଛ? ଏଇଟାକୁ ରଙ୍ଗଶାଳା ଭାବୁଛ କି? ରଙ୍ଗଶାଳା ପୃଥିବୀରେ ଅଛି, ଏଠି ନାହିଁ। ଏଠି ରଙ୍ଗଶାଳାରୁ କେମିତି ମୁକ୍ତ ହବ, ସେ ଜ୍ଞାନ ମିଳିବ। ସତ୍ସଙ୍ଗତ୍ୱ ନିସଙ୍ଗତ୍ୱ, ନିଃସଙ୍ଗତ୍ୱେ ନିର୍ମୋହତ୍ୱଂ, ନିର୍ମୋହତ୍ୱେ ନିଶ୍ଚଳତ୍ୱଂ, ନିଶ୍ଚଳତ୍ୱେ ଜୀବନ ମୁକ୍ତି। ମୂଳ ହେଲା ସତ୍ସଙ୍ଗ। ସତ୍ସଙ୍ଗ ହେଲେ ନିଃସଙ୍ଗ ଭାବ ସୃଷ୍ଟି ହବ। ନିଃସଙ୍ଗ କଣ? ଯୋଉ ସଙ୍ଗ ଦୋଷରେ ବୁଲୁଛ, ସେ ଆସ୍ତେ ଆସ୍ତେ ଛାଡିବାକୁ ପଡିବ। ଏଇଟା ନିଃସଙ୍ଗ। ସତ୍ସଙ୍ଗ ଜ୍ଞାନରୁ ଜାଣିବ, ନହେଲେ ଚିଲ ଖମ୍ପି ନବ। ମୁଁ କହିଥିଲି ଥରେ ଦିଥର, ତାଲା ଖୋଲା ହେଇନଥିବ ଆମେ ବସିଥିବୁ, ଯାଇକି ସ୍କୁଲ ଘରେ ହଉଥିଲା, ସ୍କୁଲ ତାଲା ଚାବି ଖୋଲା ହେଇନଥିବ, ଆମେ 5 ମିନିଟ 10 ମିନିଟ ଆଗରୁ ବସିଥିବୁ, ସେଠି ପିନ୍ଧାରେ ବୁଲୁଥିବୁ। ପିଅନ ପାଖରୁ ଚାବି ଆଣିବେ, ଆମରି ସତ୍ସଙ୍ଗ ଲୋକ ଖୋଲିବେ, ତା ପୂର୍ବରୁ ଆମେ 2 ଜଣ ନଥିବୁ, କେହି ନଥିବେ। କାହିଁକି ଯାଉଥିଲା?
ଆଉ ତୁମେ କ'ଣ ହଲ୍ ଢଲ୍ ହେଇକିରି ଆସୁଛ ଘଣ୍ଟେ ପରେ? କ'ଣ କରୁଛ ସେ ଘଣ୍ଟାଟା? ପ୍ରଥମ ପିରିୟଡ଼ ଗଲା, ଦ୍ୱିତୀୟ ଅଙ୍କ କ୍ଲାସ୍ ପଳେଇଲା, ଇଂଲିଶ କ୍ଲାସ୍ ପଳେଇଲା, ତମେ ଆଉଛ ସାହିତ୍ୟ କ୍ଲାସ୍ ବେଳକୁ। ଅଙ୍କ ଇଂଲିଶ ଦରକାର ନାହିଁ? ତମର କ'ଣ ଗୀତ ଶୁଣିବା ଦରକାର ନାହିଁ? ପ୍ରଣବ କରିବା ଦରକାର ନାହିଁ? କୋଉ ଚିଲ ଖୁମ୍ପିକି ନେଇଛି ତୁମକୁ? ପଚାର ସେ ଚିଲ, କାହିଁକି ମତେ ନେଇଛୁ କୁଆଡେ? ପଶାପାଲି ଖେଳୁଥିଲ ନା କ'ଣ? ସେଇଆ କୁହନ୍ତି ସମୟାନୁବର୍ତ୍ତିତା। ଯିଏ ସମୟାନୁବର୍ତ୍ତିତା ନ ହେଇଛି ତା ଜୀବନରେ ସେ କିଛି କରିପାରିବନି। ହଁ, କ'ଣ ଅର୍ଜେଣ୍ଟ ଅଦିନିଆ କାମ ଗୋଟେ ପଡ଼ିଗଲା, ବାଇଚାନ୍ସ ତୁମେ ଘଣ୍ଟାଏ ଆଉଟ୍ ହେଇଗଲ। ସବୁଦିନ ଆଉଟ୍ ହଉଛ, ତାହେଲେ କିସ ସଙ୍ଗ ଶୁଣିବ ତୁମେ? ଭଗବାନଙ୍କର ଦୁର୍ବାସା ଅଭିଶାପ ଦେବେ ବୋଲି ଯାଇଛନ୍ତି ଖାଇବା ପାଇଁ। କାରଣ ଦ୍ରୌପଦୀ ଖାଇସାରିଲା ପରେ ତାଙ୍କୁ ଗୋଟେ ମିଳିଥିଲା ଅକ୍ଷତ ଥାଳି ମିଳିଥିଲା ତାଙ୍କୁ। ଇନ୍ଦ୍ର କୁଆଡ଼େ ଦେଇଥିଲେ ନା ସୂର୍ଯ୍ୟ ଦେଇଥିଲେ ଛାଡ଼ନ୍ତୁ। ଦ୍ରୌପଦୀଙ୍କୁ ମିଳିଥିଲା, ଦ୍ରୌପଦୀ ତାକୁ ରଖିଥିଲେ। ଦୁର୍ବାସା ସେ ଶାଢ଼ୀରେ ଯେପର୍ଯ୍ୟନ୍ତ ଦ୍ରୌପଦୀ ନ ଖାଇଛନ୍ତି ସେ ପର୍ଯ୍ୟନ୍ତ ସରିବନି। ଅକ୍ଷତ ଅକ୍ଷତ ଥାଳି। ଏଠୁ ପ୍ଲାନିଂ କଲେ ଦୁର୍ଯ୍ୟୋଧନ ପ୍ଲାନିଂ କରି ଦୁର୍ବାସାକୁ ପଠେଇଲେ। ଦୁର୍ବାସା ଆସିଲେ, ଦୁର୍ବାସା କହିଲେ ଆମେ ଯାଉଛୁ ଗାଧେଇ, ଆମ ପାଇଁ ଭୋଜନ କର। ଦ୍ରୌପଦୀ ପଡ଼ିଗଲେ ଅସୁବିଧାରେ। କୃଷ୍ଣଙ୍କୁ ସ୍ମରଣ କଲେ, ସମର୍ପଣ ଭାବ, କ'ଣ କରିବେ? ଖାଇ ତ ସାରିଲେଣି, ଆଉ ତ ପରିବେଷଣ କରିହେବନି। କୃଷ୍ଣ ଆସିଲେ, କୃଷ୍ଣ କହିଲେ ମୋତେ ଭୋକ ହେଲାଣି ଜୋର, ଖାଇବାକୁ ଦିଅ। ଆହୁରି ମାନେ ନଳିତା ବୋଝ ଉପରେ ନଳିତା ବିଡ଼ା। ଦୁର୍ବାସ ଯାଇଛି, ପୁଣି ଆସିଲେ, ଇଏ କହୁଛି ମୋତେ ଖାଇବାକୁ ଦିଅ। ଯାହା ହଉ ଦେଖିଲା ବେଳକୁ ସେ ଫେନ୍ଦରେ ଟିକେ ଲାଗିଥିଲା, ଟିକେ ଯୋଉ ଅନ୍ନ ତାକୁ ଦେଇଦେଲେ। କୃଷ୍ଣ ଖାଇଲେ, ଖାଇଲା ପରେ ତୃପ୍ତ ହେଇଗଲେ। ଏତେ ଭୋଜନ, ସମସ୍ତଙ୍କ ପେଟ ପୁରିଗଲେ। ଗାଧଉଛନ୍ତି ତ ଆଉ। ଦୁର୍ବାସାର ମନେ ପଡ଼ିଲା ଯେ ଏମାନେ ବହୁତ ଉଚ୍ଚ କୋଟିର ଲୋକ, କାଳେ କ'ଣ ଆମକୁ ଅଭିଶାପ ଦେଇଦେବେ, ଆମେ ଖାଇବାକୁ ଆସିଥିଲୁ କ'ଣ କହୁଥିଲୁ। ସେ କୁଆଡ଼େ ଦୌଡ଼ିକିରି ପଳେଇଲା। ନକୁଳକୁ ପଠାହେଲା, ଯାଉ ଡାକି ଆଣିବ। ଗାଧଉଛନ୍ତି କ'ଣ ଏତେବେଳେ ଯାକେ ଆସ ଖାଇବେ। ସେ ଦେଖିଲେ ନକୁଳକୁ, ସେ ଦୌଡ଼ି ଦାଡ଼ି କୁଆଡ଼େ ପଳେଇଲେଣି। 10 ଜଣ ଯୋଉ ଆଇଥିଲେ ଟିମ୍ଟା, ସେ କୁଆଡ଼େ ଛୁ। ଇଏ ସେମିତି। ତୁମେ ସତ୍ସଙ୍ଗକୁ ଆସିଛ, କୋଉଠି ଟିକେ କଣିକା, କୋଉଠି ଟିକେ ଯଦି ଲାଗିଛି ତାକୁ ପାଅ। ନା ପାଇବନି। ତମକୁ ସବୁ ମୁଁ ପାଇଛି, ଖାଲି ବାବା ଯାହା କହିବେ ମୁଁ ଶୁଣିକି ପଳେଇବ। ଜୀବନକୁ ପରିବର୍ତ୍ତନ କରିବାକୁ ହେଲେ ସବୁ କିଛିର ଆବଶ୍ୟକତା ଅଛି। ସମୟାନୁବର୍ତ୍ତିତା, ନିଷ୍ପତ୍ତି, ଦୃଢ଼ ନିଷ୍ପତ୍ତି, ଆଉ ଏକାଗ୍ରତା, ନିଷ୍ଠାପର ଭାବନା। ନିଷ୍ଠାରେ କରିବ, ମନ ଦେଇ କରିବ, ତାହେଲେ ସବୁ ପରିବର୍ତ୍ତନ ହବ ତୁମ ଭିତରେ। ନହେଲେ ଚିଲ ତ ଅନେଇକି ବଇଛି ନା ତମକୁ ଖୁମ୍ପିକି ନବା। ତମେ ଟିକେ ଏପଟ ସେପଟ ହେଲେ, ରାତିରେ ଯଦି ଦିନେ ନ ଉଠିଲ, ରାତି 3ଟାରେ ଚିଲକ ଯେତେବେଳେ ଉଠିଯିବ, ଦିନେ ଉଠିକି ତମେ ଶୋଇପାରିଲ, ହଁ ପରିବାର ତ ଚିଲକ କର, ଶୋଇପଡ଼, କ'ଣ ଅଛି? ଦିନେ ଅଧେ ନ କଲେ କ'ଣ ହବନି? ଶୋଇପକ, ଉଠେଇଦେବ କେତେବେଳେ ନା ଯେତେବେଳେ ସୂର୍ଯ୍ୟ ଉଦୟ ହବ, ଏକାଥରେ ଶୋଇପଡ଼। ଚିଲ ମାଡ଼ି ବସିବ ପୁରା, ଶୋଇଥା। ତମେ ଯଦି ଉଠିଲ 3ଟାରେ, ନ ଉଠିଲ, ଅଳସ୍ୟ ତମକୁ ମାଡ଼ି ବସିଲା, ସେଠୁ ଗଲ। ସେଇଠୁ ଉଠି ଯିବାର ଅଛି, ଧଡ଼କିନି ଉଠି ବସିଯିବାର ଅଛି। ନିଦ ଭାଙ୍ଗି, ନିଦ କେତେ କଷ୍ଟରେ ଭଙ୍ଗେଇଥିଲା ନା ଆତ୍ମଦେବ।
ଆତ୍ମଦେବ କେତେ କଷ୍ଟରେ ନିଦ ଭାଙ୍ଗି ଦେଇଥିଲେ। ତୁମେ କ'ଣ କଲ? ସାଧାରଣ ଆଳସ୍ୟରେ ଶୋଇପାରିଲ। ହଁ, ଉଠିବା ଆଉ ଟିକେ ଯାଉ। ଶୀତ ଦିନ କମଳଟା ଛାଡ଼ିବାକୁ ଇଚ୍ଛା ନାହିଁ, ଆଉ ଟିକେ ଯାଉ। ଗଲା ଟିକେ ମାନେ 2 ଘଣ୍ଟା। ତୁମେ ରାପିଡ ଆକ୍ସନ ଷ୍ଟେପ୍ ନେବ। ଆତ୍ମ ପାଇଁ ଯାହା ସବୁ ଅଛି କର୍ମ ଗୁଡ଼ା ତୁମେ କେବେ ଅବହେଳା କରନି। ସେ ଗୋଟେ ବିରାଟ ଅବହେଳା ହେଇଗଲା, ନଷ୍ଟ ହେଇଯିବ। ରାପିଡ ଆକ୍ସନ ଷ୍ଟେପ୍ ଫାୟାରିଂ କରିବାର ଅଛି, କୋଉଠି ସାଙ୍ଗେ ସାଙ୍ଗେ ଫାୟାରିଂ କର, ନହେଲେ ତମକୁ କିଏ ଫାୟାରିଂ କରିବ? ତମେ ଉଠିଲନି ତ ତମକୁ ସେ ମାଡ଼ି ବସିଲା। ଫାୟାରିଂ କଲାନି, ତମେ ଉଠିଲନି, ସେ ତୁମକୁ ମାଡ଼ି ବସିଲା। ଜୀବନଟା ମୂଳରୁ ଯେଉଁ ମୁଁ କହିଲି, ଜୀବନକୁ ପରୀକ୍ଷା କରିସାରିଲାଣି, କେତେ ହଜାର ଥର ପରୀକ୍ଷା କରିସାରିଲାଣି, ତୁମକୁ ସୁଯୋଗ ଦେଇଛି। ତୁମେ କିନ୍ତୁ ଡିଟରମିନେସନ୍ ହେଉନ, ଡେଷ୍ଟିନେସନ୍ ତିଆରି କରୁନ, ଲକ୍ଷ୍ୟ ସ୍ଥିର କରୁନ, ନିଷ୍ପତ୍ତି ପରିବର୍ତ୍ତନ କରୁଛ। ନିଷ୍ପତ୍ତି, ଦୃଢ଼ ନିଷ୍ପତ୍ତି ନିଅ ଏବଂ ଠିକଣା ବାଛ, ଦୃଢ଼ ନିଷ୍ପତ୍ତି ନିଅ। 2ଟା କର୍ମ ଯଦି କରିବ ପୂର୍ଣ୍ଣ ଭାବରେ, ତାହେଲେ ସମାଧି ହେଇଯିବ। ନିଷ୍ପତ୍ତି ନିଅ, ଦୃଢ଼ ନିଷ୍ପତ୍ତି ନିଅ ଏବଂ ଠିକଣା ବାଛ, ଡେଷ୍ଟିନେସନ୍ କୋଉଠି ମୁଁ ପହଞ୍ଚିବି। ଚନ୍ଦ୍ରପୃଷ୍ଠରେ ପହଞ୍ଚିଗଲା, ସେ ପହଞ୍ଚିଲା, ଲେଖିଲା I reached my destination. I reached my destination ଲେଖିଲା, ମେସେଜ ଦେଲା, ମୁଁ ପହଞ୍ଚିଗଲି ମୋ ଲକ୍ଷ୍ୟ ସ୍ଥଳରେ। ଏବେ ଛଡ଼ା ହେଇଛି, ସକ୍ସେସ୍ ହେଇଛି। ତୁମେ କିନ୍ତୁ ତୁମ ଡେଷ୍ଟିନେସନ୍ ପହଞ୍ଚି ପାରୁନ। ତୁମ ଚିଲ ଖୁମ୍ପି ଦେଉଛି, ଚିଲ ଉଠେଇ ନେଇଯାଉଛି, ପଇସା ଠୁଳ କରିବାରେ ବ୍ୟସ୍ତ, ଜମି କିଣିବାରେ ବ୍ୟସ୍ତ। ସେଇଟା ଆଟାଚମେଣ୍ଟ ନ ରହୁ। ସେ କିଣ କିଛି ନାହିଁ, ଜମି କିଣୁନ, ପୃଥିବୀ ସାରା ଜମି କିଛି ନାହିଁ, କିନ୍ତୁ ଆଟାଚମେଣ୍ଟ ନ ରହୁ। ଆଟାଚମେଣ୍ଟ ଯେତେବେଳେ ହେଇଯାଉଛ, ପୂର୍ଣ୍ଣ ଭାବରେ ସେଥିରେ ମିଶି ଯାଉଛ, ସେଇଟା ଏଠୁ ମାଇନସ୍ କରି ନେଉଛି ତୁମକୁ ଆତ୍ମା। ସେଇଟା ହେଉଛି ଦୋଷ। କିଛି ନ କରିବ ଯଦି ମୁଁ 2-3ଟା ସଲ୍ୟୁସନ୍ ଦେଉଛି, ତୁମେ ହୁଏତ ସ୍ଥାୟୀ ହେଇକି ରହିପାରିବ। ଡେଭଲପ୍ ନ କଲେ ବି ସ୍ଥାୟୀ ହେଇକି ରହିପାରିବ। ତୁମର କରେଣ୍ଟ ଭାବଟା ରହିବ, ଯେମିତି ଗାଡ଼ିଟା ଖରାପ ହେବନି। ଆଉ ଗାଡ଼ିଟା ଯଦି ନ ଚାଲିବ ଖରାପ ହେଇଯିବନି। ତୁମେ ବାଟ ରଖିଥିବ, ଖାଲି କିଛି ପାଲ ଘୋଡ଼େଇ ରଖିଦେଇଛ, କଭର ଘୋଡ଼େଇକିରି, କିଛି କରିବନି। ଗାଡ଼ି କିଣି ଥୋଇ ଦେଇଛ, ନୂଆ ଗାଡ଼ି ଅକ୍ଷତ ଅବସ୍ଥାରେ ଅଛି, କିନ୍ତୁ ସେ ଚାଲିବନି ଦିନେ, କିଛି ବର୍ଷ ପରେ ନଷ୍ଟ ହେଇଯିବ। ଗାଡ଼ିଟି ଷ୍ଟାର୍ଟ କର ଯଦି, ତାହେଲେ ରହିବ। ସେମିତି ତୁମେ ଯଦି ସବୁଦିନ ଆଟଲିଷ୍ଟ ସତ୍ସଙ୍ଗ ଆଟେଣ୍ଡ କରୁଥିବ, ସବୁଦିନ ମାନେ ଯେବେ ଯୋଉଠି ହେଉଛି, ଯାହାର ମାନେ ଟାଇମ୍ ସେଡ୍ୟୁଲ୍ ତିଆରି ହେଇଛି, ଯେମିତି ଆମର 2ଟା ଟାଇମ୍ ସେଡ୍ୟୁଲ୍ ତିଆରି ହେଇଛି, ଶନିବାର ରବିବାର, ତୁମେ ପଜିଟିଭଲି ରହିବ, ଦେଖିବ ତମର କିଛି କ୍ଷତି ହେବନି। ଆଉ କ'ଣ ନା, ପ୍ରଣବ କରୁଥିବ। ଆଟଲିଷ୍ଟ ନଗଲେ ବି, ଗାଡ଼ି ନ ଗଡ଼ିଲେ ବି, ମାନେ ଗାଡ଼ିଟା ଖରାପ ହେବନି। ବୁଝିପାରିଲେ? ସତ୍ସଙ୍ଗ କରିବ, ପ୍ରଣବ କରୁଥିବ, ଆଉ ପ୍ରତ୍ୟେକ ଦିନ ସାଧନ କରୁଥିବ, ଗାଡ଼ି ଖରାପ ହେବନି, ତୁମେ କେବେ ନଷ୍ଟ ହେବନି, ତୁମକୁ ବିପଦ ଆସିବନି, ଆଟଲିଷ୍ଟ ସେଭ୍ ହେଇଯିବ। ଆଉ ଗିୟର ପକେଇବ ଯେତେବେଳେ, ଗିୟର 1 2 3 4 5, ତାମାନେ ସେଠିକି ଯିବ, ଲକ୍ଷ୍ୟସ୍ଥଳରେ ପହଞ୍ଚିବ। ସାଧନ କରୁଛ, ପ୍ରଣବ କରୁଛ, ଖାଲି ପ୍ରଣବରେ କ'ଣ ହେଲା? ଗାଡ଼ିଟି ଷ୍ଟାର୍ଟ ହେଇଗଲା। ଯଦି ଆଉ କିଛି ନ କରିବ, ଚକ୍ରଭେଦନ ନ କରିବ, ପ୍ରାଣାୟାମ ନ କରିବ, ପ୍ରଣବ ନ କରିବ, ଆ ଦ୍ୱାରା କ'ଣ ହେବ? ଆଗକୁ ଯାଇପାରିବନି। ପ୍ରାଣାୟାମ ନ କଲେ ପହଞ୍ଚି ପାରିବନି ସେ ଜାଗାରେ।
ଯଦି ଜାଗାରେ ପହଞ୍ଚିବାକୁ ଅଛି ତାହେଲେ ସବୁ ଯାକ ରୀତିମତ ଭାବରେ କର, ଦେଖିବ ପହଞ୍ଚିବ। ଖୁବ୍ ଶୀଘ୍ର ପହଞ୍ଚିବ। ପୁଣି ଥରେ କହୁଛି, ପୃଥିବୀ ଏକ ଅସତ୍ୟ, ଅସତ୍ୟ ନୁହେଁ, ମାୟା, ପୂର୍ଣ୍ଣ ମାୟା। ବାସ୍ତବତା କିଛି ନାହିଁ ଏ ପୃଥିବୀରେ। ଆମ୍ବ ଫଳୁଛି, ତୁମେ ଖାଉଛ, ଠିକ ଅଛି, ତୁମେ ଗଲାବେଳେ ଆମ୍ବକୁ ନେଇପାରିବ। ତେଣୁ ଅସତ୍ୟ ହେଲାନି, ନା ଗୋଟେ ଗଛ ନେଇଯିବ, ନା ମଞ୍ଜି ନେଇଯିବ, ନା ଚାରା ନେଇଯିବ, ଲଗେଇବ ଯାଇକିରି କୋଉଠି ଉପରେ। ତେଣୁ ଅସତ୍ୟ ହେଲାନି କି ବର୍ତ୍ତମାନ ପ୍ରାୟ ସତ୍ୟ ଅଛି, ଠିକ ଅଛି। ତୁମେ ଗଲେ ଏଇ ଅସତ୍ୟ, ତାହେଲେ ସତ୍ୟ କୋଉଥିପାଇଁ ଅଛି? ତୁମେ ଦେଖୁଥିବାର ସତ୍ୟ, ତୁମ ପାଇଁ ସତ୍ୟ ଅଛି। ତୁମେ ଗଲେ ଏଇ ଅସତ୍ୟ, ଏସବୁ ଫିକା ପଡ଼ିଯିବ, ଏ କିଛି ଦେଖାଯିବନି ତୁମକୁ। ତାହେଲେ ଅସତ୍ୟ ହେଲାନି କି? ଜ୍ଞାନରେ ବୁଝିନ ଆগে ଏଇଟା ଅସତ୍ୟ ଦୁନିଆ, ଏଇଟା ମୃତ୍ୟୁ ପରେ। ମରିବା ପାଇଁ ତୁମେ ଆସିଛ, ଏଠି କରିବା ପାଇଁ ଆସିନ, ମରିବା ପାଇଁ ଆସିଛ। ମରଣ ପୂର୍ବରୁ ଯୋଉ କହିଲେ ଆଖି ଖୋଲି ଦିଆହେଇଛି, ଆଖି ବନ୍ଦ କରିଦବ, ସେ ଅଜ୍ଞାତ ଶକ୍ତି ବନ୍ଦ କରିଦବ। ଆଖି ଖୋଲିଛି, ଆଖି ବନ୍ଦ କରିବ। ଆଖି ଖୋଲିଛି ତୁମକୁ ଦେଖିବା ପାଇଁ, ସତ୍ୟକୁ ଜାଣିବା ପାଇଁ, ନିଜ ସହିତ ପରିଚିତ ହବ ପାଇଁ। ଆଖି ଖୋଲିଲେ ବି ପରିଚିତ ହବ, ଆଖି ବନ୍ଦ କଲେ ବି ପରିଚିତ ହବ। ଉଭୟ ବାଟ ଅଛି ତୁମ ପାଇଁ। ଆଖି ଖୋଲିବା ଶିଖ, ଆଖି ବନ୍ଦ କରିବା ମଧ୍ୟ ନିଜେ ଶିଖ। ତାହେଲେ ନିଜକୁ ଜିତି ପାରିବ, ନିଜେ ବୀର ହେଇପାରିବ, ନିଜେ ରାଜା ହେଇପାରିବ, ନିଜେ ଆନନ୍ଦ ଉତ୍ସାହରେ ତୁମେ ଫେରିଯିବ। ନହେଲେ ଏଠି ଯୋଉ ଟେନସନ, ସେଠି ବି ସେଇ ଟେନସନ, ସେଠି ବି ନିରାଶା ଭାବ ସୃଷ୍ଟି ହେବ। ସେଠି ପୁଣି ଖୋଜିବ, ପୁଣି ନାହିଁ, କାନ୍ଦିବ, ମରିଗଲା ପରେ କାନ୍ଦିବ, କ'ଣ କଲି କ'ଣ ନାହିଁ ଇତ୍ୟାଦି ମନେ ପକେଇବ। ପୁଣି ବୁଲିବ, ଗଛ ଡାଳ ସ୍ୱର୍ଗ ମର୍ତ୍ତ୍ୟ ସବୁ ବୁଲିବ। କିଏ ବି ତୁମକୁ ଗୋଡ଼େଇବେ, ଆକ୍ରମଣ କରିବେ, ଖାଇବାକୁ ନାହିଁ, କିଛି ନାହିଁ। ପୁଣି ଖୋଜିବ କୋଉଠି ଦେହ, କାହା ଶରୀରରେ ପୁଣି ପଶିବି, ଜନ୍ମ ନେବି, ପୁଣି ସେଇ ନାନମନ, ସେଇ କାକରା, ଯାହା ଆସିଥିବ ପୁଣି ସେ ରି ହବ। ପୁଣି ଅନେକ ଟୁକ ଟୁକିରି କଣିଆ ପିଲା। ମା କହିବ ଇଏ ବାପା, ତମେ କହିବ ବାପା। ମା କହିବ ମୁଁ ତ ମା, ତମେ କହିବ ମା। ସିଏ କହିବ ଇଏ ହଉଛି ଭାଇ, ନା ଭାଇ। ଇଏ ପଡ଼ିଶା ବାଲା, ନା ହଁ ପଡ଼ିଶା ବାଲା। ନା ଇଏ ଶତ୍ରୁ, ସେଠିକି ଯିବନି। ବୁଝିଲେ? ମା ଠାରୁ ଶିଖିଲା, ସେଠି ରହିଲା, ଯିବନି। ଇଏ ମୁସଲିମ, ତାଙ୍କ ଘରକୁ ଯିବନି। ଇଏ ହିନ୍ଦୁ, ଇଏ ଖ୍ରୀଷ୍ଟିଆନ, ଇଏ ବୌଦ୍ଧ, ଇଏ ଇସ୍କନ, ଇଏ ଏସା, ଇଏ ହଉଛନ୍ତି ଅମକ, ସିଏ ଅମକ ଜାତି, ସିଏ ବ୍ରାହ୍ମଣ, ସିଏ ଖଣ୍ଡାୟତ, ସିଏ କରଣ, ସିଏ କୈବର୍ତ୍ତ, ସିଏ ଇତ୍ୟାଦି ଇତ୍ୟାଦି ସବୁ ଡିଷ୍ଟିଂସନ ଆସିଗଲା। ବୁଦ୍ଧିରେ ଫରକ ହେଲା। ତୁମେ ଯାହା ଥିଲ ସେଇଆ ହେଇଗଲ। ଷଠି ଯୋଉ ହସଉଥିଲା, ପୂର୍ବ କର୍ମ ମନେ ପକେଇକିରି ହସୁଥିଲ, ପୁଣି ଏଠି ବି ମାୟାରେ ପୁଣି ଜଡ଼ିତ ହେଇଗଲା। ଦ୍ୱନ୍ଦ୍ୱ ଆସିଗଲା, କ'ଣ କରିବି? ପାଠ ପଢ଼ିବି ନା ଚାକିରି କରିବି? ଗୀତା ପଢ଼ିବି ନା ଭାଗବତ ପଢ଼ିବି? ଭାଗବତ ପଢ଼ିବି ନା ବେଦ ପଢ଼ିବି? ବେଦ ପଢ଼ିବି ନା ବାଇବେଲ ପଢ଼ିବି? ବାଇବେଲ ପଢ଼ିବି କି କୋରାନ ପଢ଼ିବି? ଗଲା ଦ୍ୱନ୍ଦ୍ୱ 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 ଭିତରେ ସବୁ ପଶିଗଲା। ସେଇଥିପାଇଁ କୁହାଯାଇଛି ଏ ବାହ୍ୟ ଜଗତରେ କିଛି ନାହିଁ, ଇଏ ଏକ ଲୀଳା, ଇଏ ଏକ ରଙ୍ଗଭୂମି। ତୁମେ ଅବାସ୍ତବରୁ ଯେତେବେଳେ ବାସ୍ତବ ଚିତ୍ର ଦେଖିବ, ବାସ୍ତବ ସତ୍ୟ ତୁମ ଭିତରେ ଅଛି। ତୁମେ ଭିତରକୁ ଯିବା ପାଇଁ ନିର୍ଦ୍ଦେଶ ଖୋଜ। ଯିଏ ତୁମକୁ ଭିତରକୁ ଯିବା ପାଇଁ କହୁଛି ତାରି କଥା ମାନ। ବାହାରେ କିଛି ନାହିଁ, ଭିତରେ ସବୁ ଅଛି। କାହିଁକିନା ଭିତର ଜଗତକୁ ନେଇକି ତୁମେ ପୁଣି ଉଡ଼ିଯିବ। ଭିତର ଜଗତକୁ ନେଇକି ତୁମେ ଉଡ଼ିଯିବ, ପୁଣି ଆସିବ, ପୁଣି ଉଡ଼ିଯିବ। ତେଣୁ ଉଡ଼ିବାର ଉଡ଼ାଣ ଶିଖିବ ଯଦି ଆଗତୁରା, ତୁମେ କେତେ ଆନନ୍ଦିତ ନ ହବ, କେତେ ଆନନ୍ଦିତ ନ ହବ ତୁମ ଭିତରେ। ଭିତରକୁ ଯିଏ ପ୍ରୟାସ କଲା, ସେ ହିଁ
ଭିତରେ ସବୁ ଅଛି। ଭିତରେ ଏତେ ଆନନ୍ଦ, ଏତେ ଶାନ୍ତି, ଏତେ ସବୁ ଭରି ରହିଛି। ତୁମେ ବାହାରେ କିଛି ମିଳିବନି। ବାହାରେ ଯେଉଁ ଖୋଜୁଛନ୍ତି ଯେଉଁମାନେ, ସେମାନେ ଅଶାନ୍ତ ଆଡ଼କୁ ଯାଉଛନ୍ତି, ଶାନ୍ତ ଚିତ୍ତ ହେଇପାରିବେନି। ବାହାରେ ଖୋଜ, ଯେତେ ଖୋଜ। ତେଣୁ ଜ୍ଞାନରେ ବୁଝିନିଅ, ମୋର ଆଜିର ଏ ସତ୍ସଙ୍ଗଟା କେମିତି ସଫଳ ହଉ, ଆଜିର ଯେଉଁ ନିର୍ଦ୍ଦେଶ ଦିଆହେଲା ମୋତେ, ମୁଁ କ'ଣ କରିବି, ମୋର ଦିଗ ନିର୍ଣ୍ଣୟ କରିବି, ମୁଁ କେତେ ପ୍ରଭାବିତ ହେବି ଆଜିର ସତ୍ସଙ୍ଗରେ, ସେଇଟା ଆଜି ଗୋଟେ ନିର୍ଣ୍ଣାୟକ ସ୍ଥିତି ହଉ ତୁମ ଭିତରେ। ପୂର୍ଣ୍ଣ ମାତ୍ରାରେ ନିର୍ଣ୍ଣାୟକ ସ୍ଥିତିରେ ତୁମେ ରୁହ। ଆଜି ନିଷ୍ପତ୍ତି ନିଅ। ଆଜି ନିଷ୍ପତ୍ତି ନିଅ, ହୁଏତ କାଲି ମିଳିବ କି ନାହିଁ ତୁମକୁ, ମନେ ରଖ। କାଲିଟା କିଏ ଦେଖିନି। ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ। ଶୁଖିଲା ପତ୍ର ବୃକ୍ଷେ ଲାଗିଛି କାହିଁ। କାଲି କେମିତି ଚିନ୍ତା କର, ଆଜି ସନ୍ଧ୍ୟାରେ କ'ଣ ହବ ତୁମକୁ କହିପାରିବ? କାରଣ ନିଷ୍ପତ୍ତି ବର୍ତ୍ତମାନ ନିଅ। এই ନିଷ୍ପତ୍ତିଟା ହୁଏତ ତୁମକୁ ରକ୍ଷା କରିଦେବ। କ'ଣ ଭାବୁଛ? ଚିଲ ତ ତମ ପାଖରେ ବସିଛି, ଚିଲ ତମ ପାଖରେ ବସିଛି, ମୋ କଥା ଶୁଣୁଛି, ତୁମକୁ ମଧ୍ୟ କେମିତି ଖୁମ୍ପିକି ନେବ ଚିନ୍ତା କରୁଛି। ଯେଉଁମାନଙ୍କର ପୂର୍ଣ୍ଣ ନିଷ୍ପତ୍ତି ହେଇଗଲା, ହଁ ମୁଁ ଏଇଟା କରିବି, ଜାଣିଲେ ଚିଲ ପଳେଇବ, ଉଡ଼ିକିରି ପଳେଇବ, ନା ଦ୍ୱାରା କିଛି ହବନି। ଆଉ ଯଦି ତୁମର ଦ୍ୱନ୍ଦ୍ୱ ଭିତ୍ତିକ ନିଷ୍ପତ୍ତି ଅଛି, ଚିଲ ବସିଥିବ ସେଇଠି, କେତେବେଳେ ତୁମ ସୁଯୋଗ ଖୋଜି ଉଠେ ନେବା ପାଇଁ। ତୁମ ନିଷ୍ପତ୍ତି ଉପରେ ସେ ଅପେକ୍ଷା କରି। ଚିଲ ଏଠି କିଏ କି? ଚିଲ ତୁମର ମନ। ତୁମ ପାଖରେ ଅଛି, ମୋ କଥା ଶୁଣୁଛି, ତୁମ କଥା ବି ଶୁଣୁଛି, ତୁମ ନିଷ୍ପତ୍ତିକି ମଧ୍ୟ ସେ ଅପେକ୍ଷା କରିଛି। ତୁମେ କ'ଣ କରୁଛ ଜଣେଇ ଦିଅ, ବଡ଼ ପାଟିରେ ଜଣେଇ ଦିଅ ତାକୁ, ନାଇଁ ଏ କାମ ମୁଁ କରିବି, ମୁଁ କେବେ ହଲଚଲ ହେବିନି। ଦେଖିବ ମନ ତୁମକୁ କିଛି କହିବ, ମନ ଶାନ୍ତ ହେଇଯିବ। ମନ ଯଦି ନ ଆଇଥାନ୍ତା ତୁମ ସହିତ, ତୁମେ କ'ଣ କରିଥାନ୍ତ? ମନ ତ କାର୍ଯ୍ୟକାରିଣୀ ଶକ୍ତି ନା। ମନ ଆସିଛି ତୁମକୁ ଉଲଝନରେ ରଖିବା ପାଇଁ। ଏମିତି ଗୋଟେ ଯନ୍ତ୍ର ଦେଇଛି ତୁମ ସହିତ, ଭଗବାନ ରଖିଦେଇଛନ୍ତି ମନକୁ, ତୁମକୁ ଖାଲି ଏପଟକୁ ସେପଟ, ସେପଟ ଏପଟ, ଆଗ ପଛ, ସ୍ୱର୍ଗ ପାତାଳ, ସେ ସବୁଆଡ଼େ ବୁଲେଇ ଦେବ। ଏ ମନ ରୂପକ ଯନ୍ତ୍ର ଯାନରେ ତୁମେ ବସିଛ, ସେ ତୁମକୁ ବୁଲଉଛି। ସେ କହୁଛି ମୁଁ ମାଲିକ, ତୁ ଚାକର। ଯେପର୍ଯ୍ୟନ୍ତ ତୁମେ ତାକୁ ନ ଚାକର ବନେଇଛ, ସେ ପର୍ଯ୍ୟନ୍ତ ସେ ବୁଲଉଛି। ତେଣୁ ମନକୁ ଚାକର ବସିବାକୁ ଚେଷ୍ଟା କର। ତୁ ବହ, ମୁଁ ଯାହା କହିବି ତୁ କର, ତାହେଲେ ସେ ଡରିବ। କାହିଁକିନା ଚାକରଟା ତ ସେ ନା, ସେ ଜାଣିଛି ମୁଁ ଚାକର, କିନ୍ତୁ ତୁମେ ଜାଣିନ ସେ ତୁମର ଚାକର। ସେଇଥିପାଇଁ ସେ ନଚଉଛି ତୁମକୁ। ନଚଉଛି ମାନେ ଆଜି ପର୍ଯ୍ୟନ୍ତ ନଚେଇଛି, କେତେ ଜନ୍ମ ଜନ୍ମାନ୍ତରରୁ ସେ ନଚେ ନଚେ ତୁମ ଆସିଛି, ଏବଂ ଏବେ ମଧ୍ୟ ଆସୁଛି। ତୁମେ ବିଚରା କ'ଣ କରିବ? ସଂସାର କରିଛ, ଘର ଦ୍ୱାର କରିଛ, କ'ଣ କରିବ? ତା କଥା ମାନୁଛ ବେଳେବେଳେ, ତା କଥା ବେଳେବେଳେ ମାନିବାକୁ ପଡୁଛି। ସେ ପ୍ଲାନିଂ କରି ତୁମକୁ ମନେଇବ। ଥରେ ଡିଟରମିନେସନ ହେଇଯାଅ, ଦେଖିବ ସେ କୁଆଡ଼େ ଯିବ, ତାର ପତ୍ତା ମିଳିବନି। ତୁମ ନିଷ୍ପତ୍ତି ଖାଲି ସେ ଅପେକ୍ଷା କରୁଛି, ଇଏ କ'ଣ କରୁଛି। ତୁମେ ନିଷ୍ପତ୍ତି ନେଉନା। ତମ ନିଷ୍ପତ୍ତିରେ ଖାଦ ଅଛି, ସେ ଜାଣିଛି। ସେଥିପାଇଁ ହସଉଛି, ତୁମ ନଚଉଛି। ଖାଦ ତ ଅଛି, ଯିବୁ କୁଆଡ଼େ, ଏଇ କାମ କର। ବୁଝିଲେ? ଏତେ ସମୟ ଧରି ବୁଝେଇ ଦିଆଗଲାଣି, ବୁଝୁଛନ୍ତି କି ନାହିଁ? ଆଜି ଏ ସତ୍ସଙ୍ଗର
ଉଦ୍ଦେଶ୍ୟ ଥିଲା ଯେ ସମସ୍ତେ କେମିତି ସତ୍ସଙ୍ଗ ପ୍ରତି ଆକର୍ଷଣ ହେବ, ଆଗ୍ରହ ବଢ଼ିବ। ଦ୍ୱିତୀୟ କହୁଛି ଦୃଢ଼ ନିଷ୍ପତ୍ତି କେମିତି ନେବେ। ଏ ଦୁଇଟା ଆଜିର ସତ୍ସଙ୍ଗରୁ ଅନୁମୟ ହେଉଛି। ତେଣୁ ଯେଉଁଟାକୁ ଚଏସ୍ କରନ୍ତୁ, ଯେଉଁଟା ଗୋଟେ ହେଲେ ଆଜି ନିଷ୍ପତ୍ତି ନିଅନ୍ତୁ, ସତ୍ସଙ୍ଗ ରହିବେ, ନହେଲେ ସମାଧି ଅବସ୍ଥା ପ୍ରାପ୍ତ କରିବେ, ତାହେଲେ ତୁମକୁ ସୁଧାର ହେଇଯିବ। ଗୋଟେ ନିଷ୍ପତ୍ତି ନିଅନ୍ତୁ, ନହେଲେ ଆଜି କ'ଣ କରୁଛ ସତ୍ସଙ୍ଗ ଦିନ? ତୁମେ ସତ୍ସଙ୍ଗରେ କାହିଁ ବସିପାରୁନ? ଏଇଥିପାଇଁ ଯେ ତୁମର ନିଷ୍ପତ୍ତି ଅନୁସାରେ ବସିପାରୁନ। ତୁମେ କହୁଛ ହଁ ଦେଖିବା ଦିନେ ଦିନେ ଯଦି ନହେବ, ମୁଁ ବସୁଛି ତ ସବୁଦିନ, ଦିନେ ଦିନେ ନ ବସିଲେ ହବ। ସେଠୁ ମନ ଜାଣିଲା, ମନ ବି କୁଆଡ଼େ ସେଭଳିଆ ପ୍ରୋଗ୍ରାମ ସ୍ଥିର କରିବ ତୁମକୁ ଉଠେ ନେବା ପାଇଁ। ତୁମେ ନିଷ୍ପତ୍ତି ନିଅ ମୁଁ ସବୁଦିନ ବସିବି, ତୁମେ ନିଷ୍ପତ୍ତି ନିଅ ମୁଁ ସବୁଦିନ ସାଧନ କରିବି। କାହିଁକିନା ମନ ଛକିକିରି ଅଛି ନା ତୁମକୁ ଘୋଷାରିକି ନେବା ପାଇଁ ବସିଛି। ହୁସିଆରି ହୁଅ ମନଠାରୁ। ସେ ମାୟାଜାଲ ସୃଷ୍ଟି କରିଦେବ। ପୃଥିବୀ ତା ଅଣ୍ଡରରେ ଅଛି, ସେ ତୁମକୁ ଖେଳେଇଦେବ, ସେଇଭଳିଆ ପ୍ରୋଗ୍ରାମ କରିଦେବ। ଯେମିତି ଖଳ ଲୋକଙ୍କର ପୁଳେ ପୁଳେ ଥାଏ, ସେଇ ଖଳ ପ୍ରକୃତିର ଲୋକ ସାଙ୍ଗ ଥାନ୍ତି, ସେମିତି ମନର ପ୍ରକୃତି ସହିତ ଯେଉଁ ଅଛି ମିଶ୍ରଣ ଭାବ, ସେ ତୁମକୁ ସୁଯୋଗ ସୃଷ୍ଟି କରିଦେବ, ଆଣି ଥୋଇଦେବ ତୁମ ଆଗରେ। ତୁମେ ହଲଚଲ ହବ। ଧରାଯାଉ ତମ ସୁନା କିଣିବାର ସଉକ ଅଛି, ପଇସା ନାହିଁ ସୁନା କିଣିବା ପାଇଁ। ଜଣେ ଚୋର ଆସିବ, ବାଇଚାନ୍ସ ତୁମ ଘରେ ଆସି କହିବ ଏ ସୁନା ରେଟ୍ ଏତିକି, ମୁଁ ବର୍ତ୍ତମାନ ତୁମକୁ ଏତିକି ରେଟ୍ରେ ଦେଇଦେବି, 50% ରେଟ୍ରେ। ନେବ କି? ତୁମେ ନେବ କି ନାହିଁ? ତୁମେ ନେଇ ଆଇଲ ଚୋର ପାଖରୁ, କାରଣ ଅଳ୍ପ ରେଟ୍ ଥିଲା, ମନ ଜାଣିଛି ଏଇ ଜିନିଷ ଖୋଜୁଛି, ଚୋରକୁ ଆଣି ପହଞ୍ଚେଇଦେବ। ଚୋରି କରିଛି ସୁନା, ସେ ତ ଉଠି ହାଫ୍ ରେଟ୍ରେ ସେଲ୍ କରିଦେବ, ସେଲ୍ କରି ପଳେଇଲା। ସେଇ ଚୋର 2 ମାସ ପରେ ଧରା ପଡ଼ିଲା ପୋଲିସ ପାଖରେ। ପୋଲିସ ବାଡ଼େଇଲା, କହିଲା ସେ ଯେଉଁ ପୂର୍ବ ସୁନା ଚୋରି କରିଥିଲୁ କାହାକୁ ବିକିଛୁ କହ। ସୁନା ଚୋରକୁ ଧରିକି ଆସି ପହଞ୍ଚିବ ତୁମ ଘରେ ପୋଲିସ। କାହିଁକିନା ଚୋର ସ୍ୱୟଂ ଯିଏ ଦେଇଛି ସେ ତ ଜାଣିଛି ନା ତୁମେ ନେଇଛ ନା। ତୁମେ ହାଫ୍ ରେଟ୍ରେ କିଣିଥିଲ, ଦୁର୍ବଳ ବଶତଃ ତୁମେ ବି ଆରେଷ୍ଟ ହେଇକି ଯିବ। ମନର ପ୍ଲାନ୍ ବହୁତ ଅଛି, ସେ ଚିଲକା ଉଠେଇ ନେଇଯିବ ଯୋଉ ବାଟରେ। ତୁମେ ନା ସତ୍ସଙ୍ଗ ରହିବ, ନା ଯୋଗ କରିବ। ରାତିରେ ଉଠିକିରି ତୁମେ ଜେଲରେ ଥିବ। ମନ ବି ଜେଲରେ ପୁରେଇ ଦେବା ପାଇଁ ତୁମକୁ ସଦାବେଳେ ଆଗ୍ରହ ଅଛି ତାର। ତୁମ ଲୁଜ୍ ପଏଣ୍ଟ ସେ ଖୋଜୁଛି ସଦାବେଳେ। ତୁମେ ଯଦି ଥରେ ଡିଟରମିନେସନ୍ ହେଇଯିବ, ନା ମୁଁ ସାଧନ କରିବି ସବୁଦିନ, ଗୋଟେ ବିରାଟ ନିଷ୍ପତ୍ତି ନିଅ ମନ ଭିତରେ। ଦେଖିବ ମନ ଡରିଯିବ। ସାଧନ କଲେ ବି ଅବଶ୍ୟ ତୁମକୁ କମ୍ପିବ ଆସେ। ଏଠି ପଳେଇବା, ସେଠି ମନ ଅସ୍ଥିର ନେଇ କୋଉଠି ପ୍ରୋଗ୍ରାମ ଦେଖିଦେବ, ଚକ୍ର ଭେଦନ ଥିବ, ତମ ଅନ୍ୟ କୋଉଠି ସେ ବୁଲେଇ ଦେବ। ତୁମେ ବାରମ୍ବାର ସାଧନ କରିବ ସବୁଦିନ ଯେତେବେଳେ ସାଧନ କରିବ ମନ ଡରିଯିବ। ନାଇଁ ମୁଁ ଯେତେ ବୁଲିଲେ ତ ସେ ବୁଲୁନି, ସେ ପୁଣି ଟାଣି ଆଣୁଛି ମତେ, ଏଇଠି ମୁଁ ସାଧନ କରୁଛି, ଚକ୍ର ଭେଦନ ମୁଁ ଉଠେଇଲେ ବି ସେ ପଳେଇ ଆସୁଛି। ଥକିଯିବ ମନ। ତୁମେ ତାକୁ ଥକିବାକୁ ଚେଷ୍ଟା କର, ସିଏ ତୁମକୁ ଥକିବାକୁ ଚେଷ୍ଟା କରୁଛି, ତୁମେ ତାକୁ ଥକିବାକୁ ଚେଷ୍ଟା କର। ଥକିଯିବ ମନ। ଯଦି ସବୁଦିନ ରାପିଡ୍ ଆକ୍ସନରେ ସାଧନ କରିବ, ମନ ଆସିବନି। ମନ ବରଂ ସରେଣ୍ଡର ହେଇକି ତୁମ ପାଖରେ ବସିବ, ହଁ ଇଏ ତ କରୁଛି, ଯୋଗ ଗୁରୁଙ୍କ କଥା ମାନୁଛି, ସବୁଦିନ କରୁଛି, ମୁଁ ତାକୁ କହିଲେ ତ ଯାଉନି, ଯଦି କୁଆଡ଼େ ଗଲେ ନେଇକିରି ଗଲେ ସେ ପୁଣି ଫେରି ଆସୁଛି। ମନ କେତେ ହୁଙ୍କାର ଚଳିବ ତୁମ ପାଖରେ। ତୁମେ ଯଦି ଦୃଢ଼ ନିଷ୍ପତ୍ତି ସବୁଦିନ ସାଧନ କରିବ, ମନ ଥକିଯିବ। ମନକୁ ନାଇଁଲୋ ବାପା, ଆକୁ ଆଉ ପାରି ହବନି। ମନ କହିବ ଦିନେ, ନାଇଁଲୋ ବାପା ଆକୁ ଆଉ ପାରି ହବନି। ଯେଉଁଦିନ ଏ ଶବ୍ଦ ଶୁଣିବ, ତୁମେ ବି ଶୁଣିପାରିବ, ସେଇଦିନ ମନ ତୁମ ଅଣ୍ଡରକୁ ଆସିଗଲା। ସକାଳୁ ଉଠିବ, ଚାଲ ଇଆଡ଼େ, ଚାଲିଲା, ଇଆଡ଼େ ଚାଲିଲା, ଇଆଡ଼େ ଚାଲିଲା, ଯୁଆଡ଼େ କହୁ ସେ ସିଆଡ଼େ ଯିବ। ନହେଲେ ଆଜ୍ଞା ହଜୁର ଆପଣ କ'ଣ କହୁଛନ୍ତି କୁହନ୍ତୁ, ମୁଁ ରେଡ଼ି ଅଛି ସବୁ କାମ କରିବା ପାଇଁ।
କୁଆଡ଼େ ଯିବେ କୁହନ୍ତୁ? ସିଏ ତୁମକୁ ପରମିଶନ ମାଗିବ। ଆଗେ କ'ଣ କରୁଥିଲା? ସେ ଲିଷ୍ଟ ଧରେଇଦେଲା ସକାଳୁ, ଏଇଟା କରିବ, ସେଇଟା କର, ଏଇଟା ଆମକୁ ପାନ ନାହିଁ, ଗୁଆ ନାହିଁ, ଆମ୍ବ ନାହିଁ, ପଣସ ନାହିଁ, ଆଳୁ ନାହିଁ, ଛେନ ନାହିଁ, ଗୁଡ଼ ନାହିଁ, ଆକୁ ଲିଷ୍ଟ ଧରେଇ ଦେଉଥିଲା, ଏଇଟା କରିବ ଯାଅ। ସ୍ତ୍ରୀ ରୂପରେ ହଉ ବା ଯେଉଁ ରୂପରେ ହଉ ତମକୁ ଚିଠା ମିଳୁଥିଲା କି ପୁଅକୁ ନେଇକି ଯିବ ସ୍କୁଲକୁ, ଟିଫିନ୍ ତିଆରି କରିବ ଇତ୍ୟାଦି, ତୁମେ ନିଜେ ଅଫିସକି ଯିବ, ତତ୍ପର ହେଉଥିଲ। କିନ୍ତୁ ସେ ଆଉ କିଛି କରିବନି, ସେ ଥକିଯିବ। କେତେ ବିରାଟ ରହସ୍ୟ ଲୁଚି ରହିଛି ଦେଖନ୍ତୁ। ସେ ଚିଲ ରୂପରେ ମନ ଆସୁ ବା ମନ ରୂପରେ ଚିଲ ଆସୁ, ସେ ତୁମ ପାଖରେ ଅଛି। ତୁମର କେବେ ସହଯୋଗ ବନ୍ଧୁ ନୁହେଁ, ସେ ମନ ଆକ୍ରମଣାତ୍ମକ ଗତିରେ ସେ ଅପେକ୍ଷା କରିଛି ତୁମକୁ ମାନେ ଝାମ୍ପି ନେବା ପାଇଁ। ତୁମେ ହୁସିଆର ହେଇଯାଅ। ବାହାରେ ଶତ୍ରୁ ନାହାନ୍ତି, ତୁମ ଭିତରେ ଶତ୍ରୁ ଅଛି। ତୁମେ ଯେତେ ସଜାଗ ହେବ ସେତେ ଶତ୍ରୁ ତୁମକୁ ସହଯୋଗ କରିବେ। ଶତ୍ରୁ ବି ତୁମ କରାୟତ ହେବେ। ବୁଝିଲେ? ହଉ, ବହୁତ ସମୟ ହେଲା ଗପିଲାଣି, ଆମେ ଆଲୋଚନା କଲେଣି। ତେବେ ବହୁତ ଆଜି ଅଛନ୍ତି। ତେବେ ଆଜିର ସତ୍ସଙ୍ଗ କ'ଣ ପ୍ରଭାବ ପଡ଼ିଛି ତୁମ ଉପରେ? ଆକୁ ଯେଉଁମାନେ ସବୁଦିନ ଡାଏରୀ ମେଣ୍ଟେନ୍ କରୁଛନ୍ତି, 10ଟା ପଏଣ୍ଟ ଲେଖୁଛନ୍ତି, ସେଇ ପଏଣ୍ଟରେ ମୁଁ ଭାବୁଛି ସେମାନଙ୍କ ପଏଣ୍ଟ 1 ନମ୍ବର ପଏଣ୍ଟ ରହୁ ଯେ ମୁଁ ସମାଜ ଦେବି। ପ୍ରତ୍ୟେକ ଦିନ ଲେଖନ୍ତୁ ମୁଁ ସମାଜ ଦେବି। ତାହେଲେ ସେଇଟା ଏଗ୍ରେସିଭ୍ ହେଇଯିବ ତୁମ ଭିତରେ, ବହୁତ ଇଫେକ୍ଟିଭ ହେବ। ନିଅନ୍ତୁ ନିଷ୍ପତ୍ତି, ମୁଁ ସବୁଦିନ ସତ୍ସଙ୍ଗ ରହିବି ଆଉ ସମାଜ ଦେବି। ଆଗେ ଟାର୍ଗେଟ ନିଅନ୍ତୁ, ନହେଲେ ପହଞ୍ଚି ପାରିବନି। ଦେଖନ୍ତୁ ନହେଲେ କ'ଣ ବିଚାର ଆସୁଛି ତୁମ ଭିତରେ ସମାଜ, ନହେଲେ ଆଉ କ'ଣ କେଉଁ ବାଧ୍ୟ ତୁମକୁ ନେବ, ତୁମେ ଚିନ୍ତନ କର। ଆଠୁ ବେଟର ଜିନିଷ କ'ଣ ଅଛି? ତୁମେ ତ କିଛି ଦିନ ପରେ ଚାଲିପାରିବନି, ଆଉ ବାଡ଼ି ଧରି ଚାଲିବ, ଥରଥର ହେଉଥିବ, ଖାଇବାକୁ ଖାଇପାରୁନଥିବ, ଲିକୁଇଡ଼ ଦେଉଥିବେ, ବୋହୂ ପଚାରିବନି, ପୁଅ ବି ପଚାରିବନି, ସ୍ତ୍ରୀ ବି ସୁଯୋଗ ଦେଖି ଖସିଯିବ, ବା ତୁମେ ସୁଯୋଗ ଦେଖି ମାନେ ସ୍ୱାମୀ ଖସିଯିବ। କହିଲି ବା କେହି ନୁହନ୍ତି ତୁମର। ତୁମେ ଭାବୁଛ ଇଏ ମୋର, କିନ୍ତୁ ସେମାନେ କେହି ନୁହନ୍ତି ତୁମର। ଏ ଅଙ୍କ ହିସାବ ରଖ ମନ ଭିତରେ, ସାଇତିକି ରଖ। ବାସ୍ ସେତିକି। ନିଷ୍ପତ୍ତି ତୁମ ପାଇଁ ବହୁତ ଇଫେକ୍ଟିଭ ହେବ। ନିଷ୍ପତ୍ତି, କେବଳ ନିଷ୍ପତ୍ତି, ନିଷ୍ପତ୍ତି, ନିଷ୍ପତ୍ତି। ଆଜି ଡିଟରମିନେସନ ହେବ, ଆଜି ନିଷ୍ପତ୍ତି ନେ ମୁଁ କ'ଣ କରିବି। ଆଉ କିଏ କହିବେ କୁହନ୍ତୁ? ହଁ କୁହନ୍ତୁ। ଆପଣଙ୍କ ତ ସବୁବେଳେ ଆମେ ସତ୍ସଙ୍ଗ ଶୁଣୁଛୁ, ସବୁବେଳେ ବହୁତ ଗୁଢ଼ ଆଉ ଜ୍ଞାନର ବିଷୟ କୁହାଯାଉଛି, କିନ୍ତୁ ତେଣୁ ଆଜିର ସତ୍ସଙ୍ଗରେ ଯାହା କୁହାହେଲା ବହୁତ ଉଚ୍ଚସ୍ତରୀୟ କଥା, ଆଉ ସମସ୍ତଙ୍କ ପାଇଁ, ସମସ୍ତଙ୍କ ଜୀବନ ପାଇଁ ବହୁତ ମୂଲ୍ୟବାନ, ଆଉ ବହୁତ ଯୋଉ ଜ୍ଞାନର ଗଙ୍ଗା ଯୋଉ ବହିଲା, ସ୍ଥିର ଭାବେ ବହିଲା, ବହୁତ ଶାନ୍ତି ଆଉ ଶୃଙ୍ଖଳତା ଭାବରେ ଥିଲା, ଆଉ ଏହା ଆବଶ୍ୟକ ମଧ୍ୟ ଥିଲା। ଏ ଆଜି ଆମକୁ ସଚେତନ କରିବା ପାଇଁ ଆପଣଙ୍କ ବିଷୟକୁ ଯୋଗ ହେଲା, ବହୁତ ଗୂଢ଼ ଜ୍ଞାନ ଆମ ପାଇଁ ଆବଶ୍ୟକତା ବି ଥିଲା। ସେଥିପାଇଁ ଏହା ଆମ ନିଶ୍ଚିତ ଆମ ଜୀବନରେ କାର୍ଯ୍ୟକାରୀ ହେବ। ଯିଏ ଯେତିକି ଚାହିଁବ ସିଏ ପାରିବ, କରିବ, ତାହେଲେ ତାର କାର୍ଯ୍ୟକାରୀ ହେବ। ଯେମିତି କାଲି ଗୀତା ସମୟରେ ସମସ୍ତେ ଭାବନା କରୁଥିଲେ ଗୀତା ପଢ 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 ପଢ, କିନ୍ତୁ ଗୀତା ପଢି ନ ବୁଝିଲେ କ'ଣ ହବ? ସେମିତି ସତ୍ସଙ୍ଗ ଆମେ କରୁଥିବା ଯଦି 100 ବର୍ଷ ଚକ୍ରବେଦନ କରିବା, ନ ବୁଝି ତାକୁ ନ ଜ୍ଞାନରେ ନ ଆଣି କଲେ କ'ଣ ହବ? ତେଣୁ ଆମେ ଜ୍ଞାନରେ ଆଣି ତାକୁ କାର୍ଯ୍ୟକାରୀ କରିବା, ଯେତେ ସମ୍ଭବ ହବ ତାକୁ କାର୍ଯ୍ୟକାରୀ କଲେ ଆମ ଜୀବନରେ ଆମର ନିଶ୍ଚିତ ଭାବେ ଇଏ କଲ୍ୟାଣ ହବ, ଆଉ ସାଧନ ଉଚ୍ଚସ୍ତରୀୟ ହବ, ଆଉ ସମାଧି ମଧ୍ୟ ହେଇପାରିବ ବୋଲି ଏତିକି କହି ମୁଁ ରଖୁଛି। ଆଜିର ଏଇ ପ୍ରବଚନ ବହୁତ ମହାନ ହୋଇଥିଲା। ମୁଁ ଆପଣଙ୍କୁ ପ୍ରଣାମ।
ବକ୍ତବ୍ୟ ଶେଷ କରୁଛୁ। ଜୟ ଜୟ। ଧନ୍ୟବାଦ ରିପୁରାଜ ମୁନି ଗଞ୍ଜାମରୁ ତାଙ୍କର ମତାମତ ରଖିଲେ। ଉଚ୍ଚ ଶ୍ରେଣୀର ଭାବନାରେ ଜଡ଼ିତ ହେବା ପାଇଁ ମଧ୍ୟ ଜ୍ଞାନ ଆହରଣ କଲେ। ଆଶା କରେ ତାଙ୍କର ଜୀବନ ତାଙ୍କର ସାଧନ ପଥ କୁସୁମିତ ହେଉ ଏବଂ ଆଜିର ସତ୍ସଙ୍ଗଟା ସମସ୍ତଙ୍କ ଉପରେ ପ୍ରଭାବ ପଡ଼ୁ। ଆଉ କିଏ କହିବେ କୁହନ୍ତୁ? କୁହନ୍ତୁ କିଏ କହିବେ? ପୁଣି କହି ରଖୁଛି, ଆମର ରବିବାର ଯେଉଁ ସତ୍ସଙ୍ଗ ଶକୁନ୍ତଳାରେ ହେବ, ସମସ୍ତଙ୍କୁ ଅନୁରୋଧ, ସମସ୍ତେ ନିମନ୍ତ୍ରଣ ରକ୍ଷା କରି ସେଠି ପହଞ୍ଚିବେ, ସତ୍ସଙ୍ଗରେ ଆଟେଣ୍ଡ କରିବେ। କେତେ ଗୁଡ଼ିଏ ଆଡ଼ମିସନ୍ ଅଛନ୍ତି ମଧ୍ୟ ସେ କରିପାରନ୍ତି, କରିବେ। ସବୁ ପ୍ରକାର ସମାଧାନ କରାଯାଇପାରିବ ସେଠି। ଆଉ କିଏ କହିବେ କି? ଜୟଜୀ କୁହନ୍ତୁ। କୁହନ୍ତୁ। ଆଜିର ସତ୍ସଙ୍ଗ ବହୁତ ମହତ୍ୱପୂର୍ଣ୍ଣ ଥିଲା। ଆଉ ଗୁରୁଙ୍କର ମୁଖ ନିଃସୃତ ବାଣୀ ଯୋଉ ଅମୃତ ବର୍ଷା ହେଲା, ତାହା କୋଟି କୋଟି ଜନ୍ମର ଦୂଷିତ ପରିଷ୍କାର କରିକି ପଥ ପ୍ରଦର୍ଶକ ହେଇଛି। ମୁଁ ଅଙ୍ଗେ ଅଙ୍ଗେ ଅନୁଭବ କରୁ। ଆଉ ବିଗତ ଦିନର ଯୋଉ ଏ ବିଷୟରେ ସମୀକ୍ଷା ତ ଅନେକ କରାଯାଇଛି, ଆମରି ଭିତରେ ସେ ଅଛି, ଆମେ ତାକୁ ଏପର୍ଯ୍ୟନ୍ତ ଜାଣିଲେ ନାହିଁ। ସେଇଠି ହଉଛି ଅଦୃଷ୍ଟ ଶକ୍ତି। ସେଇ ଅଦୃଷ୍ଟ ଶକ୍ତିକୁ ଜାଣିଲେ ଯେ ଆମର କେତେ ଯେ ପରିବର୍ତ୍ତନ ହବ। ଆଜି ବହୁ ମର୍ମସ୍ପର୍ଶୀ ବିଷୟ ଗୁଡ଼ିକ ଆପଣ କରିଛନ୍ତି, ନିଜେ କେହି ବିମାର କରିନାହାନ୍ତି। ଆପଣ ସ୍ୱଇଚ୍ଛାରେ ଅନୁଭବ କରିକି ଆମ ପାଖରେ ଉପସ୍ଥାପନ କରୁଛନ୍ତି। ସେଟା ଗୋଟେ ବହୁତ ଶୃଙ୍ଖଳିତ ଆଲୋଚନା ହେଇଛି, ଯାହାକି ସମସ୍ତଙ୍କ ହୃଦୟକୁ ଛୁଇଁଥିବା ଆଜି ଯୋଉ ସତ୍ସଙ୍ଗ ମୋ ହୃଦୟକୁ ବହୁତ ଟଚ୍ କରିଛି। ଆମର ନିୟମିତ ଧାରା, ଦୃଢ ସଂକଳ୍ପ, এই ଦୃଢ ସଂକଳ୍ପ କରି କେତେଟା ଜିନିଷକୁ ଯଦି ନିୟମିତ ଭାବରେ ସାଧନା କରାଯାଏ, ଆପଣ ବି ମଧ୍ୟ ଯୋଉ 10ଟି ପଏଣ୍ଟ କହିଲେ, କେତେଟା ପଏଣ୍ଟ ନିୟମିତ ଭାବରେ ସତ୍ସଙ୍ଗ କରିବା, ନିୟମିତ ଭାବରେ ଦୃଢ ସଂକଳ୍ପ ବଦ୍ଧ ହବା ଏବଂ ପ୍ରତିଦିନ ଆଉ ସେ କଥାକୁ ଟିକେ ମନେ ପକେଇବା, ଗୁରୁଙ୍କର ମୁଖ ନିଃସୃତ ବାଣୀକି ଅମୃତ ତୁଲ୍ୟତାକୁ ପାନ କରିବା। ବାହାରେ ଏମିତି ଦିନ ଆସିବ ଯୋଉଟା କି ଆମେ ନିଜେ ପରିବର୍ତ୍ତନ ହେବା ଏବଂ ସମାଧି ଆଡ଼କୁ ଆଗେଇବା। ଆଉ ମୁଁ ତ ବିଶେଷ କିଛି କହୁନାହିଁ, ଆଉ ଏତିକି କହୁଛି। ଆଉ ଯଦି ଭୁଲ ଥାଏ ମୁଁ ତାର ହୃଦୟରେ ଗୁରୁଜୀ ଗୁରୁମା ମତେ କ୍ଷମା କରିବେ। ଆଉ ମୁଁ ନିମନ୍ତେ ଭାଇମାନଙ୍କୁ ମୋର କୋଟି କୋଟି ପ୍ରଣାମ। ଜୟ ଜୀବ। ଧନ୍ୟବାଦ। ସୁନ୍ଦର ମତାମତ ରଖିଲେ, ଭାବ ବିହ୍ୱଳ ବାତାବରଣ ସୃଷ୍ଟି କଲେ। ଆଜିର ସତ୍ସଙ୍ଗରେ ହୃଦୟସ୍ପର୍ଶୀ ହେଇଥିବ ମୁଁ ଅନୁମାନ ସହିତ କହୁଥିଲି, ସେଇଟା ଅନୁମେୟ ହେଉଛି ସମସ୍ତଙ୍କ ପାଖରୁ। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଶୁଣିଛନ୍ତି ସମସ୍ତେ। ଏବଂ ଆଶା କରେ ମନେ ରଖନ୍ତୁ, କାର୍ଯ୍ୟ ଲଗାନ୍ତୁ। ମନେ ରଖନ୍ତୁ, ଗୋଟେ ଗୋଟେ ଶବ୍ଦକୁ ମନେ ରଖନ୍ତୁ ଏବଂ କାର୍ଯ୍ୟରେ ଲଗାନ୍ତୁ, ଦେଖିବେ କେତେ ଇଫେକ୍ଟିଭ ହେବ ତୁମ ଭିତରେ। ହଉ, ଧନ୍ୟବାଦ। ଆଉ କିଏ କହିବେ କୁହନ୍ତୁ? ବାବା ପ୍ରଣାମ। ହଁ, ପ୍ରଣାମ। ମା ପ୍ରଣାମ। ବାସୁଦେବ ସୁମତେ ଭାବୁଛି କୌଣସି କାମ ପିଲାମାନେ ଆପଣଙ୍କର, ମୁଁ ବି ଭୁଲ କରୁଛି, କ୍ଷମା କରିବା। ସବୁବେଳେ ମୁଁ କଣ ଆଗରୁ ପକ୍ଷେ, ଆଜି କିନ୍ତୁ ମୁଁ ଭୁଲ କରୁଛି। ପ୍ରତ୍ୟେକ ଦିନ ଏ ଭୁଲ ଯେମିତି ନ ହଉ, ଆପଣଙ୍କ ପାଖରେ
ପାଦ ତଳେ ପଡିକି କ୍ଷମା ମାଗୁଛି। ସେଥିପାଇଁ ଆଜି ଗୋଟେ ଏତେ ବଡ ସତ୍ସଙ୍ଗର ଆଲୋଚନା ହେଲା, ସମସ୍ତଙ୍କର ହୃଦୟ ପଶି ହେଇଛି, ଆଉ ସମସ୍ତଙ୍କୁ ବି ଏ କଥାଟା ବହୁତ ଶାସନକାରୀ ଭଳିଆ ଲାଗୁଛି। ମତେ ଲାଗିଲା ଆଉ ସମସ୍ତଙ୍କୁ ବି ଲାଗିଥିବ। ସେଥିପାଇଁ ଇଏ ଫୁଲ ଆଉ କେବେ ନ ହଉ ଆମ ଦ୍ୱାରା କହିବା ପ୍ରଣାମ କରୁଛି। ଧନ୍ୟବାଦ। ନିଜର ମତାମତ ରଖିଲେ, ସୁଚିନ୍ତିତ ମତାମତ, ଆଉ ନିଜର ଭୁଲକୁ ବୁଝିପାରିଛନ୍ତି କହିଲେ ସଚେତନ ହୁଅନ୍ତୁ। ନିଜର ଭୁଲ ବୁଝିବା ଗୋଟେ ବଡ଼ ଜିନିଷ, ବଡ଼ କ୍ଷମା। ନିଜେ ନିଜର ଭୁଲ ଯଦି ଯିଏ ସଂଶୋଧନ କଲା, ସେଇଟା ତା ପାଇଁ ବହୁତ ଶକ୍ତିଶାଳୀ ହେଇଯିବ। ନିଜେ ଯେତେ କହିଲେ ବି ନିଜର ଭୁଲ ମାନେ ସଂଶୋଧନ କରନ୍ତି କାହା କହିବାରେ, କିନ୍ତୁ ନିଜେ ଯେତେବେଳେ ନିଜକୁ ଜାଣିବେ, ନିଜକୁ ପରିମାର୍ଜିତ କରିପାରିବେ, ସେଇଟା ଗୋଟେ ବଡ଼ କଥା। ଧନ୍ୟବାଦ। ଆଉ କିଏ କହିବେ କୁହନ୍ତୁ? ଯଦି ଆଉ କିଏ କହିବେ କି କୁହନ୍ତୁ? କୁହନ୍ତୁ, କିଏ କହିବେ? ହ୍ୟାଲୋ, ଆଜ୍ଞା ଗୁରୁଜୀ ପ୍ରଣାମ। ହଁ, ପ୍ରଣାମ। ମୁଁ ଗୀତା କହୁଥିଲି। ହଁ, ଗୀତା କୁହ। କୋରାପୁଟ। ମାନେ ଆଜି ସତ୍ସଙ୍ଗ ବହୁତ ଭଲ ଥିଲା, ବହୁତ ବଢିଆ ଜିନିଷ ଥିଲା ଆଜି। ଆଉ କିଏ କହିବେ କି କୁହନ୍ତୁ? ଆଜ୍ଞା ସାର୍, ଶୁଣି ପାରୁଛି। ସତ୍ସଙ୍ଗ ଶୁଣିଲ? ଅଧାରୁ ଶୁଣିଛି ଆଜି ସାର୍, ଅଧାରୁ। ଆଉ ଭୁଲ ତ କରିସାରିଛି, ଭୁଲ ପାଇଁ ତ କ୍ଷମା ଅଛି, କ୍ଷମା କରିବେ। ଆଉ ଭୁଲ ତ ହେଇଯାଇଛି, ଆଉ କଣ କରିବି? ନାଇଁ, ମୁଁ କାହାର ଇଣ୍ଡିକେଟ କରି କହିନି, ମୁଁ କହିଛି ସମସ୍ତଙ୍କୁ ସୁଧାର ଆଣିବା ପାଇଁ। ସତ୍ସଙ୍ଗରେ ରୁହନ୍ତୁ, ଯେମିତି ରହିବା କଥା ରୁହନ୍ତୁ, ତାହେଲେ ଠିକ ହବ। ଆଉ ଆମେ ତ ନିଜେ ହିଁ ନିଜର ମୁନି ହେଇଛେ, ମାନେ ଆମେ ଆତ୍ମାକୁ ଜାଣୁଛେ, ଚିହ୍ନୁଛେ, ତେଣୁ ଆମର ନିଜେ ହିଁ ନିଜର। ଆଉ ଆମେ ନିଜକୁ ନିଜେ ହିଁ ସୁଧରେଇବା, କେହି ଆମକୁ ସୁଧରେଇ ପାରିବେନି। ଆମେ ଗୁରୁଦେବଙ୍କ ଆଶ୍ରୟ ନେବା, ଗୁରୁଦେବଙ୍କର ବାଣୀକୁ ହୃଦୟଙ୍ଗମ କରିବା, ଶୁଣିବା, ମନ ପ୍ରାଣ ଦେଇ ତାକୁ ତର୍ଜମା କରିବା। ଆଉ ଆପଣଙ୍କର ବାଣୀକୁ ହିଁ ଶୁଣି କରି ଆମେ ନିଜକୁ ନିଜେ ହିଁ ଉଦ୍ଧାର କରିପାରିବା। ନିଜେ ଯଦି ଆମେ ଚାହିଁବା, ସମାଧିସ୍ଥ ବି ହୋଇପାରିବା, ଆତ୍ମଦର୍ଶନ ବି କରିପାରିବା। ଆପଣ ବତେଇ ଦେବେ ବାଟ, ଆପଣ ସେଇ ବାଟରେ ଆମେ ଚାଲିଲେ, ସେଇ ରାସ୍ତାରେ ଆମେ ଗଲେ, ଆମେ ନିଶ୍ଚୟ, ଆମର ଯଦି ଲକ୍ଷ୍ୟ ଥିବ, ଆମ ଲକ୍ଷ୍ୟ ସ୍ଥଳରେ ଆମେ ନିଶ୍ଚୟ ପହଞ୍ଚି ପାରିବା। ଆଜି ବହୁତ ସୁନ୍ଦର ସତ୍ସଙ୍ଗ ହେଲା, ଅଧାରୁ ଶୁଣିଛି ହେଲେ ବି ଆଉ ମତେ ତ ମୁଁ ତ ପୁରା ମର୍ମାହତ ହେଇଗଲି ଆପଣଙ୍କର ସତ୍ସଙ୍ଗ ଶୁଣିକରି। ଭୁଲ ତ କରିସାରିଛି, ଆଉ ଭୁଲ ପାଇଁ ତ କ୍ଷମା ଅଛି। ଆଉ ଜୟ ଧନ୍ୟବାଦ। ମତାମତ ରଖିଲେ। ଆଉ ମୁଁ କାହାକୁ ଇଣ୍ଡିକେଟ କରି କହିନି, ଯେଉଁମାନେ ସଂଶୋଧନ ହେବା ପାଇଁ ଚାହୁଁଛନ୍ତି ସେମାନଙ୍କୁ କୁହାଯାଉଛି ଠିକ ଅର୍ଡରକୁ ଆସନ୍ତୁ, ସାଧନ କରନ୍ତୁ। ହଉ, ଆଉ କିଏ କହିବେ କି କୁହନ୍ତୁ, ନହେଲେ ବନ୍ଦ କରିବା। ହଉ, ଏବେ ଏଇଠି ରଖିବା। ଆଉ ସମସ୍ତଙ୍କୁ ଧନ୍ୟବାଦ। ସତ୍ସଙ୍ଗ ଶୁଣିଛନ୍ତି, ଅନୁଧ୍ୟାନ କରୁଛନ୍ତି, ପରିବର୍ତ୍ତନ ହେଇଛନ୍ତି। ଧନ୍ୟବାଦ ସମସ୍ତଙ୍କୁ। ଜୟ ଜୟ। ଜୟ ଜୟ।